धन्यवाद दଉଛି ଆଉ ଜୁମ୍ ର ହୋଷ୍ଟ ଭାଇଙ୍କୁ ଆଉ ସେ ମଧ୍ୟ ଆମମାନଙ୍କୁ ତାଙ୍କ ମିନିଷ୍ଟ୍ରିରେ ଯୋଗ ଦେବା ନିମନ୍ତେ ସେ ସାମିଲ ହେବା ନିମନ୍ତେ ସେ ସୁଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଦଉଛି। ଏତେବେଳେ ଆସନ୍ତୁ ଆମମାନେ ସଦା ପ୍ରଭୁଙ୍କ ଚରଣ ତଳକୁ ଯିବା ନତମସ୍ତକ ହୋଇ ଆଜି ଆରାଧନାରେ ଆମମାନେ ଆଗକୁ ଯାଉଥିବା। ମୋର ଭଏସ ଭଲରେ ଶୁଭୁଛି କି ଝିଅ? ହଁ ଶୁଭୁଛି ଦିଦି ଶୁଭା ଶୁଭୁଛି ଯାଉଛି ଶୁଭୁଛି। ଶୁଭା ଯାଉଛି। ହଉ, ଠିକ ଆମମାନେ ଗୋଟେ ଅଂଶ ଅଧ୍ୟୟନ କରିବା। ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର, କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ, ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ। ପ୍ରଭୁ ଏଇ ପଠିତ ବାକ୍ୟ ଦ୍ଵାରା ଆଜି ଆମମାନଙ୍କୁ ଆଗକୁ ନିଅନ୍ତୁ। ଆମେ ଆସନ୍ତୁ ଗୋଟେ ମିନିଟ ପ୍ରାର୍ଥନା କରିବା। Hallelujah, 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 hallelujah. Praise the Lord, praise the Lord, praise the Lord, praise the Lord, praise the Lord. हालेलुया। धन्यवाद प्रभु, धन्यवाद प्रभु, धन्यवाद प्रभु तुम पवित्र नामर। तुम्हें सुंदर मुहूर्त सुंदर समय देल प्रभु। यही समय सुजोग सद्व्यवहार करने तुम्हें आम मान को आशीर्वाद करिछ, सेथिपाई धन्यवाद दौचे आपा। हाजिर आराधना प्रति तुमरी अनुग्रह बर्तु प्रभु। मु अयोग्य किंचन प्रभु, मो ठारे कौनसी ज्ञान नाही, कौनसी प्रकार योग्यता नाही बापा, तथापि तुम्हें मते व्यवहार करिछ, सेथिपाई धन्यवाद दौची। आज आराधनार आरंभ शेष पर्यंत सहवर्ती ईश्वर हो। प्रत्येक समय प्रभु तुम्हें मो मुख द्वारा प्रशंसनित गौरव प्रभु, गौरव संभ्रम पूजा प्रशंसा तुम जीशुଙ୍କ नामରେ मांगुଛି। आमेन। धन्यवाद महिमा पाइबाकू तुमे का योग्य प्रभु जीशु। धन्यवाद महिमा पाइबाकू तुमे का योग्य प्रभु जीशु। हालेलुया, 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 हालेलुया। राजा मानकर राजा तुमे प्रभुଙ୍କ प्रभु। राजा मानकर राजा तुमे प्रभुଙ୍କ प्रभु। धन्यवाद महिमा पाइबाकू तुमे का योग्य प्रभु जीशु। तुमे का योग्य प्रभु जीशु। प्रेम भक्ति पाइबाकू सुभाजन, कारण जगत तुमे कल सृजन प्रभु कल सृजन। प्रेम भक्ति पाइबाकू सुभाजन, कारण जगत तुमे कल सृजन प्रभु कल सृजन। गौरव संभ्रम 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 गौरव संभ्रम पाइबाकू तुमे का योग्य प्रभु जीशु। गौरव संभ्रम पाइबाकू तुमे का योग्य प्रभु जीशु। धन्यवाद महिमा पाइबाकू तुमे का योग्य प्रभु जीशु। तुमे का योग्य प्रभु जीशु। पापींकर मुक्ति तुमे कल साधन, कालबरी क्रूसे होई बलिदान, होई बलिदान। पापींकर मुक्ति तुमे कल साधन, कालबरी क्रूसे होई बलिदान, होई बलिदान। गौरव प्रशंसा प्रशंसा
ପ୍ରଶଂସା ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା 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 ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁଙ୍କ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ ପ୍ରଭୁଙ୍କ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ପ୍ରଭୁ। ହାଲେଲୁୟା। ପ୍ରେଜ ଦ ଲର୍ଡ। ହୋଲି ମାଷ୍ଟର, ହୋଲି ସ୍ପିରିଟ। ହାଲେଲୁୟା ହାଲେଲୁୟା। ଧନ୍ୟବାଦ ଧନ୍ୟବାଦ। ସେତେବେଳେ ଆମେ ଆଉ ଗୋଟେ ଗୀତ ଗାଉଥିବା। ମୋ ହୃଦୟ ପ୍ରାର୍ଥନା ଯୀଶୁ, ମୋ ହୃଦୟ ପ୍ରାର୍ଥନା ଯୀଶୁ, ମୋ ପ୍ରାଣର ସ୍ପନ୍ଦନ ଯୀଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ମୋ ହୃଦୟ ପ୍ରାର୍ଥନା ଯୀଶୁ, ମୋ ପ୍ରାଣର ସ୍ପନ୍ଦନ ଯୀଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ମୋ ସରଗ ନନ୍ଦନ ଯୀଶୁ, ମୋ ରାଜାଧିରାଜନ ଯୀଶୁ। ମୋ ସରଗ ନନ୍ଦନ ଯୀଶୁ, ମୋ ରାଜାଧିରାଜନ ଯୀଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ମିଛ ମାତ୍ର ସଂସାର ଦୁଇ ଦିନର ଜୀବନ, ଅଳି କରି ତୁମ ଠାରେ ମାଗିବିନି ଧନ। ମିଛ ମାୟାର ସଂସାର ଦୁଇ ଦିନର ଜୀବନ, ଅଳି କରି ତୁମ ଠାରେ ମାଗିବିନି ଧନ ମାନ। ହେ କରୁଣା ସାଗର ଯୀଶୁ, ହେ ପ୍ରେମିକା ରାଜନ ଯୀଶୁ, ହେ କରୁଣା ସାଗର ଯୀଶୁ, ହେ ପ୍ରେମିକା ରାଜନ ଯୀଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ମୋ ହୃଦୟ ରତନ ଯୀଶୁ, ମୋ ପ୍ରାଣ ସ୍ପନ୍ଦନ ଯୀଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ଆସୁ ଯେତେ ଦୁଃଖ ଝଡ଼,
କରିବିନି କେବେ ଭୟ, କେବଳ ତୁମ ସେବାରେ ରହୁ ସଦା ମୋର ଲୟ। ଆସୁ ଯେତେ ଦୁଃଖ ଝଡ଼, କରିବିନି କେବେ ଲୟ ଭୟ, କେବଳ ତୁମ ସେବାରେ ରହୁ ସଦା ମୋର ଲୟ। ହେ ମୁକ୍ତିକର ଯିଶୁ, ହେ ମରଣ ବିଜୟୀ ଯିଶୁ, ହେ ମୁକ୍ତିକର୍ତ୍ତା ଯିଶୁ, ହେ ମରଣ ବିଜୟୀ ଯିଶୁ, ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ, ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ମୋ ହୃଦୟ ନନ୍ଦନ ଯିଶୁ, ମୋ ସରଗ ନନ୍ଦନ ଯିଶୁ, ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ, ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏମାନେ ଆଉ ଗୋଟେ ଗୀତ ଗାଇବାକୁ ଯାଉଥିବା ପ୍ରଭୁଙ୍କ ମହାନ ନାମର ଗୌରବ ହଉ, ପ୍ରଶଂସା ହଉ। ଆସନ୍ତୁ, ଆମମାନଙ୍କ ନିମନ୍ତେ ସମୟ ନାହିଁ। ଆମମାନେ ବର୍ତ୍ତମାନରେ ବଞ୍ଚିଛୁ, ଆଉ ବର୍ତ୍ତମାନ ହିଁ ଆମମାନଙ୍କ ନିମନ୍ତେ ସମସ୍ତ ଅନୁଗ୍ରହ ଆଉ ଆଶୀର୍ବାଦ ଆଣି ଦେଇଛି। ସେଥିପାଇଁ ଆମେ ପ୍ରଭୁଙ୍କ ବାକ୍ୟରେ ଦେଖିଛୁ ଯେ ଦେଖ, ଏହା ମହାପରିତ୍ରାଣର ଦିନ, ଏହା ମହା ଅନୁଗ୍ରହର ସମୟ ବୋଲିକି। ଆଉ ଆମମାନଙ୍କ ନିମନ୍ତେ ଏଇ ସମୟ ଉପସ୍ଥିତ ହେଇଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ। ଏଇ ସମୟ ମାନଙ୍କୁ ପ୍ରଭୁ ଆମମାନଙ୍କୁ କଢାଇ ନିଅନ୍ତୁ। ଏଇ ସମୟର ସଦୁପଯୋଗ କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ। ଉଠ ରେ ଉଠ, ଯେତେ ନିଦ୍ରାଗ୍ରସ୍ତ, ଜାଗରେ ଜାଗ, ବିଶ୍ୱାସୀ ସମସ୍ତ। ଆସୁଛି ପରା ବିପଦ ଘେରି, ମର୍ତ୍ତ୍ୟର ବିଚାର, ଜୀବ ତରଣୀ ମହମ ପରି, ପୃଥିବୀ ରହିବ ନାହିଁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ। ମେଘ ରଥରେ ଦୂତ ସାଥିରେ, ଯୀଶୁ ଆସୁଛନ୍ତି ଗୌରବରେ। ମହାନନ୍ଦରେ ପରାକ୍ରମରେ, କମ୍ପି ଉଠୁଛି ତୁରୀ ନାଦରେ। ମେଘ ରଥରେ ଦୂତ ସାଥିରେ, ଯୀଶୁ ଆସୁଛନ୍ତି ଗୌରବରେ। ମହାନନ୍ଦରେ ପରାକ୍ରମରେ, କମ୍ପି ଉଠୁଛି ତୁରୀ ନାଦରେ। ଦେଖ ରେ ଦେଖ, ଆକାଶକୁ ଦେଖ, ନାହିଁ ରେ କେହି ଦେବାକୁ ଆଲୋକ। ଅନ୍ଧାର ହେବ, ଧରା କମ୍ପିବ, ସମୁଦ୍ର ଯିବ ଉଭେଇ। ସୂରୁଜ ଚନ୍ଦ୍ର ଗ୍ରହ ନକ୍ଷତ୍ର ଆଉ ତ ରହିବ ନାହିଁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ।
ସାଧୁ ସମସ୍ତେ ମଧ୍ୟ ଆକାଶେ ମସିହ ରାଜାଙ୍କୁ ଭେଟିବେ। ସେହି ଦଣ୍ଡରେ ପାପୀ ସକାଳେ ଅତ୍ୟନ୍ତ ବିଳାପ କରିବେ। ସାଧୁ ସମସ୍ତେ ମଧ୍ୟ ଆକାଶେ ମସିହ ରାଜାଙ୍କୁ ଭେଟିବେ। ସେହି ଦଣ୍ଡରେ ପାପୀ ସକାଳେ ଅତ୍ୟନ୍ତ ବିଳାପ କରିବେ। ପ୍ରଚଣ୍ଡ କ୍ରୋଧେ ଅଗ୍ନିବୃଷ୍ଟି ହେବ, ସାରା ସୃଷ୍ଟିକୁ ବିନାଶ କରିବ। ପ୍ରଚଣ୍ଡ କ୍ରୋଧେ ଅଗ୍ନିବୃଷ୍ଟି ହେବ, ସାରା ସୃଷ୍ଟିକୁ ବିନାଶ କରିବ। ସେହି ସମୟେ ଲୁଚିବା ପାଇଁ ସ୍ଥାନ ତ ରହିବ ନାହିଁ। ମରିବା ପାଇଁ ଖୋଜିଲେ ଭାଇ ମରଣ ଯିବ ଦୂରେଇ। ନାହିଁ ରେ ନାହିଁ, ଆଉ ସମୟ ନାହିଁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ। ଉଠ ରେ ଉଠ, ଯେତେ ନିଦ୍ରାଗ୍ରସ୍ତ। ଜାଗରେ ଜାଗ, ବିଶ୍ୱାସୀ ସମସ୍ତ। ଆସୁଛି ପରା ବିପଦ ଘେରି, ମର୍ତ୍ତ୍ୟର ବିଚାର ନେଇ। ଜୀବ ତରଳି ମହମ ପରି, ପୃଥିବୀ ରହିବ ନାହିଁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ। ନାହିଁ ରେ ନାହିଁ, ଆଉ ସମୟ ନାହିଁ। धन्यवाद 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 धन्यवाद। हालेलुया हालेलुया हालेलुया। ओ तेरी स्तुति आराधना प्रभु। धन्यवाद प्रभु, धन्यवाद प्रभु, धन्यवाद प्रभु। ओ संभारी खाम्बारी बादा बांदेरी बस्ता खरे बारी 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 बस्ता बारा बारा बा। ओ साकारा बारी बांदे बेरी बस्ता रा 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 खंदेरी बस्ता रा 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 रा। हालेलुया 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 हालेलुया। होली मास्टर होली मास्टर। धन्यवाद प्रभु, धन्यवाद प्रभु, धन्यवाद प्रभु। तुम पवित्र महानाम गौरव प्रशंसा हो राजा। एतेबेले तुम चरण तले बसु बसु प्रभु आम माने निज निजକୁ समर्पण କରିଅଛୁ प्रभु। ମୋ ଭାଗ ଦିନ ଜନ ପ୍ରଭୁ ତୁମେ ମୋ ପ୍ରତି କରୁଣା କଲ, ଦୟା କଲ। रिबास्ता रिबास्ता रिबास्ता। धन्यवाद प्रभु, धन्यवाद प्रभु, धन्यवाद प्रभु। गौरव 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 संभ्रम तुमर। हालेलुया। प्रेज द लॉर्ड, प्रेज द लॉर्ड, प्रेज द लॉर्ड, प्रेज द लॉर्ड। ओ बाबा बास्तंधरी बास्ता करा बारी 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 बासंधरी रिरी कंदरी बास्तानंदरी रिबांदरी बारा 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 बास्तारी खंदरी बास्तानंदरी बादांदरू दो बारा बास्ता खरिया स्तंभारा बास्ता कुमुंबारी विस्तुंधवारी बंदना। धन्यवाद 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 धन्यवाद। होसना होसना होसना। तुम गौरव तुम्हारी प्रशंसा हो राजा, तुम्हारी धन्यवाद हो प्रभु। हालेलुया हालेलुया हालेलुया। धन्यवाद प्रभु, धन्यवाद प्रभु। प्रभु का धन्यवाद करूंगा, उसकी संगति में सदा रहूंगा। साथ चलूंगा मैं, जरूर पाऊंगा। साथ चलूंगा मैं, जरूर पाऊंगा। प्रभु का धन्यवाद करूंगा। प्रभु तुम्हारी गौरव, तुम्हारी प्रशंसा। हालेलुया हालेलुया। प्रेज द लॉर्ड, प्रेज द लॉर्ड, प्रेज द लॉर्ड, प्रेज द लॉर्ड। होली मास्टर धन्यवाद प्रभु। तुम्हारा गौरव संभ्रम तुमको दौचे अपा। तुम्हारी अनुग्रह, तुम्हारी दया निमंते प्रभु। तुम्हारी आशीर्वाद मान प्रति सदा सर्वदा रही प्रभु। से तुम्हारे गौरव करुची, प्रशंसा करुची प्रभु। धन्यवाद दौची प्रभु, धन्यवाद दौची प्रभु।
ମୋ ପରି ପାପୀକୁ, ମୋ ପରି ରୋଗୀକୁ, ମୋ ପରି ନାଥକୁ କିମ୍ପା କଲ ଏତେ ପ୍ରେମ, କ୍ରୁଶରେ ପରାଣ ଦେଲ, କ୍ରୁଶରେ ପରାଣ ଦେଲ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ପ୍ରଭୁ। ତୁମ ପବିତ୍ର ମହାନାମର ଗୌରବ ହଉ, ପ୍ରଶଂସା ହଉ ରାଜା। ତୁମରି ଧନ୍ୟବାଦ କରିବାକୁ ମୋ ପାଖରେ ସ୍ୱର ନାହିଁ, ମୋ ପାଖରେ ଶକ୍ତି ନାହିଁ, ମୋ ପାଖରେ ବଳ ନାହିଁ ବାପା। ତୁମେ କେତେ ଅନୁଗ୍ରହ କରିଛ ପ୍ରଭୁ, ଦିନ ପରେ ଦିନ ଆମମାନଙ୍କୁ ବଞ୍ଚେଇବା ସଙ୍ଗେ ସଙ୍ଗେ ପ୍ରଭୁ ତୁମରି ବିଷୟକ ଭୟରେ ଜ୍ଞାନରେ ତୁମରି ରାଜ୍ୟରେ ପ୍ରଭୁ ବ୍ୟବହାର କରି ଚାଲିଛ ପ୍ରଭୁ। ଧନ୍ୟବାଦ ଦଉଛି। ମୁଁ ଯେ ଅଯୋଗ୍ୟ ଦିନ ହିନ ପ୍ରଭୁ, ମାଟି ଠାରୁ ହୀନ ବାପା, ତୁମେ ମତେ ଆଶୀର୍ବାଦ କର, ଦୟା କର, ଅନୁଗ୍ରହ କର ପ୍ରଭୁ। ତୁମେ ଅନୁଗ୍ରହ କର ଏଇ ସମୟରେ, ତୁମରି ଆଶୀର୍ବାଦରେ ପରିପୂର୍ଣ୍ଣ କର ପ୍ରଭୁ। ଦୟାଳୁ ଈଶ୍ୱର, ଗୌରବମୟ ରାଜା, ବୁଝି ଆଖି ଯେବେ ତୁମ ଦେଖା କର ମତେ ଶକ୍ତିହୀନ, ପ୍ରଭୁ କର ମତେ ଦୃଷ୍ଟିହୀନ, ବୁଝି ଆଖି ଯେବେ ମୁଁ ତୁମ ଦେଖା ପାଏ, କର ମତେ ଦୃଷ୍ଟିହୀନ। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ପ୍ରଭୁ। ତୁମେ ମହାନ ପରମେଶ୍ୱର ହୋ ରାଜା, ତୁମେ ମହାନ ପରମେଶ୍ୱର ପ୍ରଭୁ। ଧନ୍ୟବାଦ ଦଉଛି ତୁମ ପବିତ୍ର ମହାନାମର। ହାଲେଲୁୟା। ହୋ ସନା ବିବାସ ବାରି ଖମ୍ବାର ବାସନା ନିରାତି ନିମିଷ ଖମ୍ବାର ବାରି ଖମ୍ବାର ବାଦି ବିଶ୍ବ ବାରିମା ତୁମ୍ଭାରି ଖାଷ୍ଟୁରୁ ସମ୍ଭାର ବାଦି ବାନ୍ତିରି କୁନ୍ତ ବାର ବାନ୍ଧାର ବାଚାରି ବାସାରି ଖନ୍ତୁରୁ। Hallelujah, hallelujah. Ribandara bashara ra 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 bashya khari ri 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 basse ri ri bassana na। धन्यवाद 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 धन्यवाद। स्तुति आराधना ऊपर जाती है, आशीष लेकर नीचे आती है। स्तुति आराधना ऊपर जाती है, आशीष लेकर नीचे आती है। प्रभु हमारा कितना महान, देखो हमसे करता है प्यार। हालेलु हालेलुया, हालेलु हालेलुया। स्तुति आराधना ऊपर जाती है, आशीष लेकर नीचे आती है। स्तुति आराधना ऊपर जाती है, आशीष लेकर नीचे आती है। हालेलुया। धन्यवाद प्रभु। ଯେତେବେଳେ ତୁମ ପବିତ୍ର ଚରଣ ତଳେ ଆମେ ନିଜ ନିଜକୁ ସମର୍ପଣ କରୁଛୁ ବାପା, ତୁମରି ଗୌରବ, ତୁମରି ପ୍ରଶଂସା ହଉ ପ୍ରଭୁ। ଆଜିର ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହୁଅ। ବର୍ତ୍ତମାନ ପ୍ରଭୁ ତୁମରି ପ୍ରିୟ ଦାସଙ୍କୁ ତୁମେ ପ୍ରଭୁ ମନୋନୀତ କରିଛ ତୁମରି ବାକ୍ୟ ନିମନ୍ତେ ବାପା। ତୁମେ ତାଙ୍କୁ ଆଶୀର୍ବାଦ କର, ତାଙ୍କ ମୁଖ ଦ୍ୱାରା କଥାକୁ ପବିତ୍ର ଆତ୍ମାରେ ଭୂଷିତ କର ପ୍ରଭୁ। ପ୍ରତ୍ୟେକଟି ବାକ୍ୟ ତୁମ ମୁଖ ନିସୃତ ହଉ ପ୍ରଭୁ। ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ଉପାଦେୟ ବାକ୍ୟ ହୋଇ ତୁମରି ଗୌରବ କରିବାକୁ ସାହାଯ୍ୟ କର, ସାଙ୍ଗରେ ରହି ସଦା ଉପକାର କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହେଲ। ମୋ ଦିନହୀନ ଧୂଳିକୁ ପ୍ରଭୁ ଆଜି ବ୍ୟବହାର କଲ। ଧନ୍ୟବାଦ ଦଉଛି। ଗୌରବ ସମ୍ଭ୍ରମ ପୂଜା ପ୍ରଶଂସା ତୁମକୁ ଦେଇ ତ୍ରାଣକର୍ତ୍ତା ମଧୁମୟ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ଧନ୍ୟବାଦ। ସୁଯୋଗ ଦେଇଥିବା ହେତୁ ପ୍ରତ୍ୟେକଙ୍କୁ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଦିଦି। ଆଉ ଅତି ସୁନ୍ଦର ଭାବରେ ପ୍ରଭାତ ସମୟରେ ପରମେଶ୍ୱରଙ୍କର ନିମନ୍ତେ ଗୌରବ ପ୍ରଶଂସା କରି ଆମ ସମସ୍ତଙ୍କୁ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ କଢେଇ ଆଣି
परमेश्वर गौरव प्रशंसा कर जाउछन्ते प्रभु आपण प्रचुर मात्रा रे आशीर्वाद करंतु अनुग्रह करंतु एभଳି भावरे दिन प्रतिदिन आपण परमेश्वरଙ୍କର महिमा नित्य व्यवहृत हुअन्तु प्रभु आपणको आपणकर परिवार को आपणकर सेवा कार्य को बाहुल्य मात्रा रे आशीर्वाद करंतु बहुत बहुत धन्यवाद दीदी प्रेज द लॉर्ड आसंता माने ए समय वाक्य निमंते प्रार्थना करबा हमर गहन रे ममता मिश्र दीदी अछंती दीदी प्रेज द लॉर्ड प्रेज द लॉर्ड प्रार्थना करंतु दीदी आज आराधना कर जाइथिबा दीदीଙ୍କ निमंते पुणी वाक्य नै आसुथिबा परमेश्वरଙ୍କର दासଙ୍କ निमंते प्रार्थना करंतु पुणी आज आमମାନଙ୍କ गहନରେ प्रभुଙ୍କର दास परीक्षा आज्ञा जड़ित अछंती आज तांकर जन्मदिन आज्ञाଙ୍କ निमंते प्रार्थना करंतु टिके मु कहिबी उपस्थित प्रत्येकଙ୍କୁ नमस्कार प्रेज द लॉर्ड आज आमनकर प्रिय प्रभुଙ୍କ दास रेवरेंड प्रमोद परीक्षा आज्ञाଙ୍କର जन्मदिन आउ रेवरेंड डॉक्टर सी तिमोथी छिंचाणी आज्ञाଙ୍କର जन्मदिन आउ इभांजलिस्ट प्राणरंजन पाणी आज्ञाଙ୍କର जन्मदिन मो स्त्री प्रेमांगिनी करंकर जन्मदिन आउ डॉक्टर एस के जेना आज्ञाଙ୍କର जन्मदिन तांकर पुओ जाबेश बाबूଙ୍କର मध्य जन्मदिन आज पाखापाखि 5-6 जनकर जन्मदिन किंतु समस्तଙ୍କର जन्मदिन जार जन्मदिन से मानकर भी मने नाही किंतु जनकर मने रहउची सब बेले जे कि पोस्ट करंती विश जनांती आ जाको सुजोग दिया जायछि प्रार्थना करिबा पई से प्रभुଙ୍କ दासी ममता मिश्र मैडम को पई मु धन्यवाद दउछि आ से ही समस्तଙ୍କୁ स्मरण करी करी प्रार्थना करंत धन्यवाद जूम रे उपस्थित प्रत्येकଙ୍କୁ मोर ख्रीष्ट प्रेम नमस्कार आसंतु प्रार्थना करिबा सर्वमंगलर आकार दयालु अनुग्रहकारी पिता परमेश्वर तुम नामर धन्यवाद करुछु प्रभु धन्यवाद दउछु प्रभु कि सुंदर सहभागिता निमंते हाँ प्रभु रात्रिर समस्त आपद विपद जनित समस्या तुम आमको जीवित रखिल पुणी प्रातः काल उपासन रे तुम सहित संश्लिष्ट हवा आमको सुजोग देले सेथि निमंते धन्यवाद दउछु हाँ प्रभु जगत रे रही मध्य जगतर चाकचक्यर आमको पृथक कल प्रभु आज किए ए पर्यंत विश्राम गत अच्छी प्रभु किंतु तुम्हें आमको जाग्रत कल से निमंते धन्यवाद दउछु हाँ प्रभु जो प्रदीप आमक हृदय जालिछ तुम प्रेम पाई प्रभु से निमंते धन्यवाद दउछु एतबेले स्मरण करुछु प्रभु आज जो मानकर जन्मदिन विशेषकर तिमोथी आज्ञा पाई धन्यवाद दउछु प्रभु तुम्हें तांको जीवन रे आउ एक वर्ष जोड़ी गल प्रभु मातार उदर तुम्हें बाछिछ प्रभु आज पर्यंत तुम्हें तांकर सहवर्ती परमेश्वर होइछ प्रभु ए वार्धक्य अवस्था रे तुम्हें तांकर सहवर्ती परमेश्वर हो ए वर्षटी तांकर मध्य आशीर्वाद वर्ष हो प्रभु जेते दिन बंचिबे तुम गौरवार्थे बंचिबे तुम्हें तांको दया कर सही परी प्रभु प्रेमांगिनी भौणी को जाबेश को तुम चंचल समर्पण कली प्रभु तुम्हें मध्य से माने को अनुग्रह करिछ आशीर्वाद करिछ ए उभय को तुम चंचल समर्पण कली प्रभु तांकर जहा बा आवश्यकता शारीरिक आत्मिक आर्थिक प्रभु जो विषय आवश्यकता प्रभु तुम यीशु नाम पूर्ण कर तुम गौरवार्थे से छिड़ा कर विशेषकर जाबेश पाठ पढ़े तुम्हें आशीर्वाद कर दीदी मिनिस्ट्री लाइन अच्छी प्रभु तुम्हें आशीर्वाद कर हाँ प्रभु गोटे परिवार देच मिनिस्ट्री देच प्रभु से परिवार तांको आशीर्वाद रे प्रभु जिमती आशीर्वादित हम से मिनिस्ट्री तांको आशीर्वाद रे जिमती आशीर्वादित हम तुम्हें दया कर से तुमर भक्त दास प्रमोद सार प्रार्थना करुछु प्रभु प्रभु से मध्य जदिबा 60+ हेले प्रभु तथापि से लागंती नहीं तुम आपायित प्रभु आज पर्यंत तुम प्राणपण करती प्रत्येक को प्रेम करती प्रभु से प्रेम जो प्रेम तुम्हें शिखाइच प्रभु से प्रेम रे समस्त को आवरी धरती समस्त आपायित हुंती प्रभु धन्यवाद दउछु तुम तांको पई प्रभु तांकर से त्यागर जीवन पाई हाँ प्रभु जदिबा तांकर किसी समस्या थाई पारे आमे जानू ना प्रभु किंतु समस्त मनोযোगी हेई थांती ए वर्ष मध्य तुम्हें तांको आशीर्वाद कर प्रभु आज पर्यंत तुम्हें तांको आशीर्वाद करिछ अनेक घात प्रतिघात दे गले सुद्धा प्रभु से तुमको छाड़ी नांती तुमरो प्रियजन को छाड़ी नांती प्रभु ए वर्ष
ତାଙ୍କୁ ଏମିତି ଆଶୀର୍ବାଦର ଆକର କର ପ୍ରଭୁ ଯେମିତି ଅନେକଙ୍କୁ ଆହୁରି ସେ ଆଶୀର୍ବାଦ କରିପାରିବେ। ସେହିପରି ଆମମାନଙ୍କର ଡକ୍ଟର ରେଭରେଣ୍ଡ S.K. ଜେନାଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ। ତୁମେ ତାଙ୍କୁ ମଧ୍ୟ ଅନେକ ଗୁରୁ ଦାୟିତ୍ୱ ଦେଇଛ ପ୍ରଭୁ। ତାଙ୍କୁ ମଧ୍ୟ ଗୋଟେ ଜୁମ୍ ପରିଚାଳନା କରିବା ପାଇଁ ଦେଇଛ ପ୍ରଭୁ। ସେ ମଧ୍ୟ ସମସ୍ତଙ୍କ ପାଇଁ କୋଉଠି କୋଉଠି କଣ ଶୁଣିଲେ ପ୍ରଭୁ ସେମାନଙ୍କ ପାଇଁ ଆପାହିତ ହୁଅନ୍ତି ପ୍ରଭୁ। ପ୍ରଭୁ ଏଇ ଯୋଉ ଅନ୍ୟ ପାଇଁ ଚିନ୍ତା କରିବା, ଅନ୍ୟ ପାଇଁ କିଛି କରିବାର ଉତ୍ସାହ ପ୍ରଭୁ ତୁମେ ଆମମାନଙ୍କୁ ଦେଇଛ ବୋଲି ବିଶେଷ କରି ଧନ୍ୟବାଦ ଦଉଛୁ ପ୍ରଭୁ। ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। କୋଳରେ ଦେଇଛ 2ଟି ସନ୍ତାନ, ପରିବାର, ମିନିଷ୍ଟ୍ରି ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଯାହା ଆବଶ୍ୟକତା ତୁମେ ଯୀଶୁ ନାମରେ ପୂର୍ଣ୍ଣ କରି ତୁମେ ଗୌରବ ପାଅ। ହଁ ପ୍ରଭୁ, ଆଜି ପ୍ରାଣରଞ୍ଜନ ସାରଙ୍କର ମଧ୍ୟ ଜନ୍ମଦିନ ପ୍ରଭୁ। ତାଙ୍କୁ ମଧ୍ୟ ଏ ବୟସରେ ତୁମେ ଆଶୀର୍ବାଦ କରିଛ। ରିଡିଂ, ୱାର୍ସିପ, ପ୍ରିଜାଇଡିଂ, ବାକ୍ୟ ଦେବା ପାଇଁ ପ୍ରଭୁ କୋଉଥିପାଇଁ ତୁମେ କୋଉ ଗୁଣରେ ତାଙ୍କୁ ପରିପୂର୍ଣ୍ଣ କରିନ ପ୍ରଭୁ। ଆଜି ପର୍ଯ୍ୟନ୍ତ ତୁମେ ସେ ସ୍ୱାମୀ ସ୍ତ୍ରୀଙ୍କର ସହବର୍ତ୍ତୀ ପରମେଶ୍ୱର ହେଇଛ ପ୍ରଭୁ। ସାରଙ୍କୁ ବିଶେଷ କରି ଦୟା କର, ଆଶୀର୍ବାଦ କର। ପରିବାର ଦେଇଛ, ପରିବାର ଯତ୍ନ ତତ୍ନ ନେବା ସତ୍ତ୍ୱେ ମଧ୍ୟ ତୁମର ଧାର୍ମିକତା ଅନୁସରଣ କରିବା ପାଇଁ ତୁମେ ତାଙ୍କୁ ଯୋଉ ମନ ଦେଇଛ, ବଳ ଦେଇଛ, ସେଥିପାଇଁ ମଧ୍ୟ ଧନ୍ୟବାଦ ଦଉଛି। ଏ ବୟସରେ ମଧ୍ୟ ତୁମେ ତାଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅ। ଯୋଉ ଯୋଉ ଜାଗାକୁ ଯାଆନ୍ତି ପ୍ରଭୁ ତୁମେ ତାଙ୍କର ସହବର୍ତ୍ତୀ ପରମେଶ୍ୱର ହୋଇ ତୁମେ ଅଗ୍ରାଗ୍ରେ ଗମନ କର। ଅନେକ ଘାତ ପ୍ରତିଘାତ ଦେଇ ମଧ୍ୟ ସେ ଯାଉଛନ୍ତି ପ୍ରଭୁ, କିନ୍ତୁ କେବେ ପ୍ରକାଶ କରନ୍ତି ନାହିଁ, ତୁମ ଉପରେ ଭରସା କରି ବାଟ ଚାଲନ୍ତି। ତୁମେ ତାଙ୍କୁ ମଧ୍ୟ ଆଶୀର୍ବାଦ କରି ସବୁ ଗୌରବ ତୁମେ ପାଅ। ହଁ ପ୍ରଭୁ, ଏଇପରି ଯୋଉ ଯୋଉ ମାନଙ୍କ ନାମ ଧରି ଆମେ ଉଚ୍ଚାରଣ କରୁ, ଯାହା ଯାହାକୁ ଜାଣିଛୁ ପ୍ରଭୁ, ଏମିତି ଅନେକ ଲୋକ ଅଛନ୍ତି ଯାହାର ଜନ୍ମଦିନ ଆଜି ଆମେ ଜାଣିନାହୁଁ ପ୍ରଭୁ। ସେ ସମସ୍ତଙ୍କୁ ତୁମ ଚଞ୍ଚଳ ସମର୍ପଣ କରୁଛୁ ପ୍ରଭୁ। ତୁମେ ଦୟା କର। ଏଇ ଯୋଉ ବର୍ଷ ତୁମେ କଲ ଆଶୀର୍ବାଦ କରିଛୁ, ଗୋଟେ ବର୍ଷ ତାଙ୍କ ଜୀବନରେ ଯୋଗ ହେବା ପାଇଁ ଦେଇଛ ପ୍ରଭୁ। ଏଇ ବର୍ଷଟି ତାଙ୍କର ଅନ୍ୟ ବର୍ଷ ମାନଙ୍କ ଅପେକ୍ଷା ଆହୁରି ଅନୁଗ୍ରହର ବର୍ଷ ହଉ ପ୍ରଭୁ, ଆହୁ ଆଶୀର୍ବାଦର ବର୍ଷ ହଉ, ଯେମିତି ତୁମକୁ ଧନ୍ୟବାଦ ପ୍ରଶଂସା ଦେଇ ବାଟ ଚାଲିବେ। ତୁମେ ଦୟା କର। ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର, ଅନ୍ତଃକରଣ ଜାଣିବା ପରମେଶ୍ୱର। ହଁ ପ୍ରଭୁ, ଏତେବେଳେ ଜୁମରେ ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମ ଚଞ୍ଚଳ ସମର୍ପଣ କଲି। ୱାର୍ସିପ କରିଥିବା ଭଉଣୀ, ପ୍ରିଜାଇଡିଂ କରୁଥିବା ଭଉଣୀ, ପୁଣି ଆଜିର ବକ୍ତାଙ୍କୁ ତୁମ ଚଞ୍ଚଳ ସମର୍ପଣ କଲି ପ୍ରଭୁ। ପ୍ରଭୁ, ପ୍ରତ୍ୟେକଙ୍କୁ ଯୋଉ ଯୋଉ ଭାର ଦେଇଛ ସେମାନେ ତାଙ୍କର ଦକ୍ଷତା ଅନୁସାରେ ପରିପୂର୍ଣ୍ଣ କରିଛନ୍ତି ପ୍ରଭୁ। ବିଶେଷ କରି ବକ୍ତାଙ୍କୁ ତୁମ ଚଞ୍ଚଳ ସମର୍ପଣ କଲି ପ୍ରଭୁ। ତୁମର କୃଷର ଉହାଡ଼ ତଳେ ତୁମେ ତାଙ୍କୁ ଲୁଚାଅ। ହଁ ପ୍ରଭୁ, ସେ ନୁହଁ, ତୁମେ ତାଙ୍କ ମୁଖ ଦେଇ ଉଦ୍ଗାର ହୁଅ। ଆଜି ସେ ଯୋଉ ଯୋଉ ବୀଜ ବୁଣିବେ, ଯୋଉ ମାନ ଆମମାନଙ୍କୁ ପ୍ରତିରୋପଣ କରିବେ ପ୍ରଭୁ, ଯାହା ଆମେ ଖାଇ ପରିତୃପ୍ତ ହବୁ, ପୁଣି ଜୀବନର ପାଥେୟ କରି ଚାଲିପାରିବୁ, ତୁମେ ଦୟା କର। ତାଙ୍କୁ, ତାଙ୍କ ପରିବାରକୁ, ତାଙ୍କ ମିନିଷ୍ଟ୍ରିକୁ ଆଶୀର୍ବାଦ କର। ସକଳ ନିବେଦନ ତୁମେ ଶୁଣିଛ ପ୍ରଭୁ। ଯଦି ବା କିଛି ପ୍ରାର୍ଥନାର ଅନୁରୋଧ ମୁଁ ଛାଡି ଯାଇଛି ପ୍ରଭୁ, ତୁମେ ଦୟାରେ ଯାଚି ପ୍ରଦାନ କର। ସକଳ ନିବେଦନ ଶୁଣିଛ, ତାର ଉତ୍ତର ଦେଇ ସାରିଛ କହି ବିଶ୍ୱାସରେ ଧନ୍ୟବାଦ ଦେଇ ଏ ସମସ୍ତ ପ୍ରାର୍ଥନା ତୁମ ପ୍ରିୟ ପୁତ୍ର ଯୀଶୁଙ୍କ ନାମରେ ମାଗିଲି, ଆମେନ୍। Praise the Lord. ଧନ୍ୟବାଦ ଦିଦି। ପ୍ରତ୍ୟେକ ବିଷୟ ନିମନ୍ତେ ବଜର ସହିତ ପ୍ରାର୍ଥନା କରି ଯାଇଛନ୍ତି। ପୁଣି ଆଜି ଯୋଉ ଆଜ୍ଞା ମାନଙ୍କର, ଦିଦି ମାନଙ୍କର ଜନ୍ମଦିନ, ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରି ଯାଇଛନ୍ତି। ପ୍ରଭୁ ଆପଣଙ୍କୁ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ। ଆମେ ଏହି ସମୟରେ ବାକ୍ୟ ମଧ୍ୟକୁ ଯିବା। ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଏକ ବାକ୍ୟ ପଠନ କରିବା। ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ, ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ। ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହବ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ସୁସ୍ଥିର ମନ ଦିଅନ୍ତୁ, ଜାଗ୍ରତର ଆତ୍ମା ଦିଅନ୍ତୁ। ଆଜି ପ୍ରଭାତ ସମୟରେ ଜୀବନ୍ତ ମାନାକୁ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଦାସ ରେଭରେଣ୍ଡ ଥିଓପାଲି ପାଣି ଆଜ୍ଞା ଜଡିତ ଅଛନ୍ତି। ଆମ ଆଜ୍ଞାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ଆହ୍ୱାନ କରେ ଏହି ସମୟରେ। ପ୍ରେଜ୍ ଦ ଲର୍ଡ। ଆଜ୍ଞା, ଆପଣଙ୍କର ଏହି ସମୟ ବାକ୍ୟ ମଧ୍ୟରେ କଢେଇ ନିଅନ୍ତୁ। ଏକ ଉଚ୍ଚକର ତାଳ ସହିତ ଆଜ୍ଞାଙ୍କୁ ଆହ୍ୱାନ କରିବେ। ପ୍ରେଜ୍ ଦ ଲର୍ଡ। Thank you. ପ୍ରଭୁଙ୍କ ମହାନାମର ଧନ୍ୟ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ସୁନ୍ଦର ସମୟ ଦେଲେ। ଅନେକ ଦିନ ପରେ ଜୁମ୍ରେ ବସିବାର ସୁଯୋଗ ମୁଁ ପାଇଛି। ଏଣୁ ମୁଁ ବିଶେଷ ଭାବରେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ। ତତ୍ ସଙ୍ଗେ ସଙ୍ଗେ ଆଜି ଜୁମ୍ରେ ଯେତେ ଜଣ ମାନେ ଯୋଡ଼ି ହେଇଛୁ ସମସ୍ତଙ୍କୁ ମୁଁ ନମସ୍କାର ଜଣାଏ। ମୋର କଥା ଶୁଭା ଯାଉଛି କି? ତେବେ ପ୍ରଥମେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପ୍ରଭୁଙ୍କ ଦାସ
रियल मिनिस्ट्री होस्ट पीटर भाई को मध्य धन्यवाद दिए मते से स्मरण कले संगे संगे सुना दीदी मध्य से वार्षिप रे आम आगे नहीं धन्यवाद दिए यही समय टाकरी भौणी मध्य अति सुंदर भाव से आम निमंत्रण करिसंदी मते सुंदर भाव से प्रिसाइडिंग करुछंती तांग निकटरे मध्य मु कृतज्ञ जनाए पुणी मिश्र दीदी को मध्य धन्यवाद दिए से आम प्रार्थना रे आगे नहीं आज मध्य गोटे विशेष दिन अनेक भाई भौणी मानकर जन्मदिन प्रभु से बहुल भाव आशीर्वाद करंतु ए नूतन वर्षटी से मंगलमय हेउ आशीर्वाद युक्त हेउ प्रभु ए नूतन वर्ष रे से नुआ नुआ आशीर्वाद रे भरी दियंतु ए नूतन वर्षर आरंभ प्रभु से हाथ धरी कढ़ई नियंतु एवं मोर यही प्रार्थना प्रभु ए नूतन वर्ष से मंगलमय हेउ आशीर्वाद युक्त हेउ ए नूतन वर्षटी से आनंदर वर्ष हेउ पुणी ए नूतन वर्षटी प्रभुंकर राज्य निमंते प्रस्तुतिकरणर वर्ष हेउ प्रभु प्रत्येक आशीर्वाद करंतु मध्य आज आम जेते जन जुम्रे जोड़ी हिचु प्रभु प्रत्येक बहुल भाव आशीर्वाद करंतु आमने यही समय प्रभुंकर वाक्य मध्य को जीवा सबु बेले आमने शुणिथिबा वाक्य रु ही आमने चिंता करिबा मुझे आज गोटे नुआ विषय कहबी ताहा नुहे द्वितीय पीतर 3 पर्व 1 रु 8 पद पर्यंत किए जदि पाइले अध्ययन करंतु। द्वितीय पीतर 3 पर्व 1 रु 8। प्रभुଙ୍କ ବାକ୍ୟରେ ଏପରି ଲେଖା ଅଛି। हे प्रिय माने मु वर्तमान तुम्भମାନଙ୍କ ନିକଟକୁ ଏହି ଦ୍ୱିତୀୟ ପତ୍ର ଲେଖୁଅଛି। ତୁମ୍ଭେମାନେ ଯେପରି ପବିତ୍ର ଭାବବାଦୀ ମାନଙ୍କ ଦ୍ୱାରା ପୂର୍ବ କାଳରେ ଉକ୍ତ ବାକ୍ୟ ସବୁ ପୁଣି ତୁମ୍ଭମାନଙ୍କ ପ୍ରେରିତ ମାନଙ୍କ ଦ୍ୱାରା କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞା ଗୁଡ଼ିକ ସ୍ମରଣରେ ରଖ। ଏଥି ନିମନ୍ତେ ଉଭୟ ପତ୍ରରେ ମୁଁ ତୁମ୍ଭମାନଙ୍କୁ ସେହି ସବୁ ସ୍ମରଣ କରାଇ ତୁମ୍ଭମାନଙ୍କ ସରଳ ମନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଅଛି। ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକ ଉପସ୍ଥିତ ହୋଇ ପରିହାସ କରି କହିବେ, ତାହାଙ୍କ ଆଗମନର ପ୍ରତିଜ୍ଞା କାହିଁ? କାରଣ ପିତୃପୁରୁଷ ମାନଙ୍କ ମହାନିଦ୍ରା ପ୍ରାପ୍ତ ହେବା ସମୟଠାରୁ ଏ ପର୍ଯ୍ୟନ୍ତ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା ସେହିପରି ରହିଅଛି। ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ 1000 ବର୍ଷ ତୁଲ୍ୟ ଓ 1000 ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏହି ବିଶେଷ ବିଷୟ ତୁମ୍ଭେମାନେ ଭୁଲି ଯାଅ ନାହିଁ। ପ୍ରଭୁ ଏହି ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। प्रभु ये पठित वाक्य उपरे आशीर्वाद करंतु। प्रभुंका मोहनामर धन्य हेउ। प्रभु आमान को अनुग्रह कले सुंदर सम देले आमाने प्रकृत रे जो अंशटी आमाने अध्ययन करिसो आमानक पई नुआ नुहे पुराणा विषय अनेक थर आमाने अध्ययन करिके आसीचे। तेबे पितर से दिन विश्वासी मानक निकट को एक कथा उल्लेख करुछंदी। से बारे बारे उल्लेख करुछंदी बा द्वितीय पत्र प्रथम पत्र रे से लिखिथिले पुणी द्वितीय पत्र रे मध्य से वाक्यटी उल्लेख करंती। भाववादी मानक द्वारा पूर्व कालर उक्त वाक्य सबु पुणी तुमानकर प्रेरित मानक द्वारा कथित प्रभु त्राणकर्तांकर आज्ञा गुड़िक स्मरण रे रख। पितरंकर लेखिबार उद्देश्य जे भाववादी मानकर वाक्य
ଏବଂ ପ୍ରେରିତ ମାନଙ୍କର କଥିତ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କର ଆଜ୍ଞା ଗୁଡ଼ିକକୁ ସେମାନେ ଯେପରି ସ୍ମରଣରେ ରଖିବେ। ଏଥିପାଇଁ ସେ ପ୍ରଥମ ପତ୍ରରେ ଯାହା ଲେଖିଥିଲେ ତାକୁ ସ୍ମରଣ କରାଇ ସେମାନଙ୍କର ସରଳ ମନକୁ ସେ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ବିଶ୍ୱାସୀ ମାନଙ୍କର ସରଳ ମନକୁ ପିତର ଉତ୍ତେଜିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ପ୍ରକୃତରେ ପ୍ରଭୁଙ୍କର ବାକ୍ୟକୁ ଆମମାନେ ଯେପରି ସ୍ମରଣରେ ରଖିବା। ମୁଁ ଗୋଟେ କଥା କହିବି, ଆମମାନେ ଯେତେ ଜଣ ଏଇଠି ଅଛୁ, ଆମମାନେ ସମସ୍ତେ ପ୍ରଭୁଙ୍କର ମନୋନୀତ ଦାସ ଦାସୀ ମାନେ। ଆମମାନେ ପ୍ରଭୁଙ୍କର ବାକ୍ୟକୁ ଆମମାନେ ମନେ ରଖି ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମମାନେ ଜୀବନ କାଟୁଛୁ। ମୁଁ ବିଶ୍ୱାସ କରେ ପ୍ରଭୁ ଆମ ସମସ୍ତଙ୍କ ଜୀବନରେ ଅନୁଗ୍ରହ କରିଛନ୍ତି ଏବଂ ଆମମାନଙ୍କର ହୃଦୟରେ ତାଙ୍କର ବାକ୍ୟକୁ ଦେଇଛନ୍ତି। ତେବେ ପିତରଙ୍କର ଲେଖିବାର ଉଦ୍ଦେଶ୍ୟ ଯେ ପ୍ରଥମେ ଏହା ଜ୍ଞାତ ହୁଅ ଯେ ଶେଷ କାଳରେ ଆପଣା ଆପଣା ଅଭିଳାଷ ଅନୁସାରେ ଆଚରଣକାରୀ ପରିହାସକ ଲୋକେ ଆଉ ପରିହାସ କରିବା ବ୍ୟକ୍ତିମାନେ ଉପସ୍ଥିତ ହୋଇ ପରିହାସ କରି କହିବେ, ତାଙ୍କର ଆଗମନର ପ୍ରତିଜ୍ଞା କାହିଁ? ମୁଁ ଛୋଟବେଳେ ବି ଶୁଣିଛି, ଯେତେବେଳେ ପ୍ରଭୁଙ୍କ ପାଇଁ ମୁଁ ବାହାରିଲି, ସେତେବେଳେ ମୁଁ ଗୋଟେ କଥା ଶୁଣିଛି ଯେ କାହିଁ ପ୍ରଭୁଙ୍କର ଆଗମନ, କେବେ ହେବ ପ୍ରଭୁଙ୍କର ଆଗମନ? ଅନେକ ବର୍ଷ ଧରି ଲୋକମାନେ କହୁଛନ୍ତି ପ୍ରଭୁଙ୍କର ଆଗମନ ହେବ, ପ୍ରଭୁଙ୍କର ଆଗମନ ହେବ, କିନ୍ତୁ ଆଜି ଯାଏ ପ୍ରଭୁଙ୍କର ଆଗମନ ହେଇନି। ଅନେକ ପରିହାସ କରି କହନ୍ତି ତାଙ୍କର ଆଗମନର ପ୍ରତିଜ୍ଞା କାହିଁ? ଯଦି ଆମେ ଇସ୍ରାଏଲକୁ ଦେଖିବା, ଯିହୁଦୀ ମାନଙ୍କୁ ଦେଖିବା, ଆଉ ସେମାନେ ମସିହଙ୍କର ଆଗମନ ନିମନ୍ତେ ସେମାନେ ବର୍ତ୍ତମାନ ଜୋର ଜାର ସେମାନେ ପ୍ରସ୍ତୁତ ହଉଛନ୍ତି। ଦ୍ୱିତୀୟ ମନ୍ଦିର ନିର୍ମାଣ କରିବା ପାଇଁ ସେମାନେ ଜୋର ଜାର ଉଦ୍ୟମ କରିକି ଚାଲିଛନ୍ତି। ଆଉ ମସିହଙ୍କର ଆଗମନ ନିମନ୍ତେ ସେମାନେ କେତେ ପ୍ରସ୍ତୁତ କରୁଛନ୍ତି ଜେରୁସାଲାମରେ। ତେବେ ଏ ସବୁକୁ ଦେଖିଲେ ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ। ଆଉ ଇସ୍ରାଏଲ ଏବଂ ଇରାନ ଇରାକ ଏଇ ଯୋଉ ଯୁଦ୍ଧ ଆଉ ଅଙ୍ଗୁଳି ନିର୍ଦ୍ଦେଶ କରେ ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ। ତେବେ ଅନେକ ଉପସ୍ଥିତ ହେଇ କହିବେ ତାଙ୍କର ଆଗମନର ପ୍ରତିଜ୍ଞା କାହିଁ? ଆମମାନଙ୍କର ପିତୃପୁରୁଷ ମାନଙ୍କର ମହାନିଦ୍ରା ପ୍ରାପ୍ତ ହେବା ସମୟ ଠାରୁ ସୃଷ୍ଟିର ଆରମ୍ଭରେ ଯେପରି ଥିଲା ସେହିପରି ରହିଅଛି। ଅନେକ ଆଜି ଏଇ କଥା କହନ୍ତି ସୃଷ୍ଟିର ଆରମ୍ଭରୁ ଶହ ଶହ ବର୍ଷ ବିତି ଯାଇଛି, ହଜାର ହଜାର ବର୍ଷ ବିତି ଯାଇଛି, ପ୍ରଭୁଙ୍କର ଆଗମନ ହେଇନି। ତେବେ ବାକ୍ୟରେ ଲେଖାଯାଏ 5 ପଦରେ ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ପିତର ସ୍ପଷ୍ଟ ଭାବରେ ଲେଖୁଛନ୍ତି ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା, ଆଉ ତଦ୍ୱାରା ସେଇ କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ଆମମାନେ ଏଇ 5 ପଦକୁ ଯଦି ଆମମାନେ ଦେଖିବା ଯେ କେତୋଟି ପୃଥିବୀ କଥା ଲେଖାଯାଇଛି, କିଏ କହିବେ କି? ଆମମାନେ ଯୋଉ ପୃଥିବୀରେ ବାସ କରୁଛୁ, ଆମମାନେ କେତେ ନମ୍ବର ପୃଥିବୀରେ ଅଛୁ, କିଏ କହିବେ କି? 2 ନମ୍ବର। ଆମମାନେ 2 ନମ୍ବର ପୃଥିବୀରେ ଅଛୁ। ଆଉ କିଏ କଣ କହିବେ କି? ଆମମାନେ କେତେ ନମ୍ବର ପୃଥିବୀରେ ଅଛୁ? ବହୁତ ଧନ୍ୟବାଦ। ଯଦି ଆମମାନେ ଦେଖିବା ସୃଷ୍ଟିର ଆରମ୍ଭରୁ, ଟିକେ ଲମ୍ବା ପ୍ରସଙ୍ଗ ହେବ କିନ୍ତୁ ମୁଁ ଛୋଟରେ ସାରିବା ପାଇଁ ଚେଷ୍ଟା କରିବି। ଯଦି ଆମମାନେ ସୃଷ୍ଟିକୁ ଦେଖିବା, ଆଦି ପୁସ୍ତକ 1 ପର୍ବର 1 ପଦରେ ଲେଖାଯାଏ, କିଏ ପାଇଲେ ପଢନ୍ତୁ, ଆଦି ପୁସ୍ତକ 1ର 1-2 ପଦ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା।
ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଏଇଠି ଲେଖାଯାଏ ଆଦ୍ୟରେ ପରମେଶ୍ୱର କଣ କଲେ? ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଏଇଠି ଗୋଟେ ଉଲ୍ଲେଖ କରାଯାଏ ପୃଥିବୀର ସୃଷ୍ଟି କଲେ ବୋଲି ଲେଖାଯାଏ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା। ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଆଦି ପୁସ୍ତକ 1 ପର୍ବ 1 ଏବଂ 2 ପଦ କୋଟି କୋଟି ବର୍ଷର କଥା ଉଲ୍ଲେଖ କରାଯାଏ। ଆଉ ତାହା ବାଇବଲରେ ହିଁ ରହିଛି, ବାଇବଲ ବାହାରେ ନାହିଁ। 1 2 ପଦ ହଉଛି ଗୋଟେ ପାରାଗ୍ରାଫ, ଆଉ କୋଟି କୋଟି ବର୍ଷର ବିଷୟରେ ଉଲ୍ଲେଖ କରାଯାଏ। ତେବେ ପୃଥିବୀର ସୃଷ୍ଟି କଲେ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ତେବେ ର କାହିଁକି ଯୋଡ଼ି ଦିଆଗଲା? ବାଇବଲ ସ୍କଲାର ମାନେ କହନ୍ତି ଯେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ଗୋଟିଏ ବଡ଼ ବିଭାଜନ ଘଟିଥିଲା ବୋଲି ପ୍ରକାଶ କରନ୍ତି। ବାଇବଲ ଅଧ୍ୟୟନରେ ମୁଁ ଅଧ୍ୟୟନ କରିଛି ଯେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ଗୋଟେ ବଡ଼ ଘଟଣା ଘଟିଥିଲା, ବିଭାଜନ ଘଟିଥିଲା। ତେବେ ପୃଥିବୀ ସୃଷ୍ଟି କରିବା ଆଗରୁ ଜଳ କେମିତି ଆସିଲା? ଜଳ କେମିତି ରହିଲା? ଜଳ କେତେବେଳେ ପରମେଶ୍ୱର ସୃଷ୍ଟି କଲେ? ଜଳ କାହିଁକି ଆସିଲା? ନା ବାଇବଲ ଆମମାନଙ୍କୁ କହେ ଯେ ଆମମାନେ ଯୋଉ ଦ୍ୱିତୀୟ ପୃଥିବୀରେ ଅଛୁ, ମାନେ ସୁନା ଦିଦି ପ୍ରକାଶ କରୁଥିଲେ ଆମମାନେ 2 ନମ୍ବର ପୃଥିବୀରେ ଅଛୁ, ଠିକ କଥା। କିନ୍ତୁ ତା ପୂର୍ବରୁ ପରମେଶ୍ୱର ଆଉ ପ୍ରଥମ ପୃଥିବୀ ସୃଷ୍ଟି କଲେ। ସେ ପୃଥିବୀ ଥିଲା ଦୂତମାନଙ୍କର ପୃଥିବୀ। ଆଉ ସେ ପୃଥିବୀ ମଧ୍ୟରେ ସୂର୍ଯ୍ୟ ଚନ୍ଦ୍ର ନଥିଲା। କେବଳ ଆଉ ପରମେଶ୍ୱରଙ୍କର ମହିମାରେ ଆଉ ଦୂତମାନଙ୍କର ମହିମାରେ ପୃଥିବୀ କଣ ହଉଥିଲା? ଆଲୋକିତ ହେଉଥିଲା। ଆଉ ସେ ପୃଥିବୀ ପରମେଶ୍ୱର କେବଳ ଏଇ ସ୍ଥାନରେ ହିଁ ସେ ମାନେ ସୃଷ୍ଟି କରିଥିଲେ। ଆଉ ଯାହାକି ବାଇବଲ ଆମମାନଙ୍କୁ କହେ ସେ ପୃଥିବୀରେ କିଏ ଥିଲେ? ଲୁସିଫର ଥିଲେ। 1992 ମସିହାରେ ମୁଁ କଟକରୁ ସମ୍ବଲପୁର ଆସିଥିଲି। ସେଇଠି ଗୋଟେ ଓବିସିର ଗୋଟେ ମିଟିଂ ହେଇଥିଲା। ଆଉ ସେଇ ମିଟିଂରେ ଆଦି ପୁସ୍ତକ 3 ଅଧ୍ୟାୟ ଉପରେ ଆମର ଆଲୋଚନା ହଉଥିଲା। ଆଉ ସେତେବେଳେ ପରମେଶ୍ୱର ତ ମନୁଷ୍ୟକୁ ସୃଷ୍ଟି କଲେ, ଆଦମ ହବାକୁ ସୃଷ୍ଟି କଲେ। ଆଉ ଶୟତାନ କେତେବେଳେ ଆସିଲା? ସେ କେତେବେଳେ ଶୟତାନ ହେଲା? ତାର ପତନ କେତେବେଳେ ହେଇଥିଲା? ସେ ଉପରେ ଆଉ ମତେ ଆଜି ପର୍ଯ୍ୟନ୍ତ ମନେ ପଡେ। ତେବେ ଆମମାନେ ଜାଣୁ ଯେ ପରମେଶ୍ୱର ଯୋଉ ପୃଥିବୀ ସୃଷ୍ଟି କରିଥିଲେ ତାହା ହଉଛି ପ୍ରଥମ ପୃଥିବୀ। ସେ ପ୍ରଥମ ପୃଥିବୀରେ ପରମେଶ୍ୱର ଦୂତମାନଙ୍କୁ ସୃଷ୍ଟି କଲେ। ଆଉ ସେଇଠି ସେ ଅଭିଷିକ୍ତ କିରୁବ କୁ ସେ କଣ କରିଥିଲେ? ସ୍ଥାପନ କରିଥିଲେ। ବାଇବଲରେ ଲେଖାଯାଏ ଆଉ ସେ ସୃଷ୍ଟି ହେବା ଦିନାବଧି ଆଉ ଅଭିଷିକ୍ତ କିରୁବ, ଯାହାକୁ ଆଜି ଆମେ ଲୁସିଫର ବୋଲି କହୁଛୁ, ସେ ସିଦ୍ଧ ଥିଲେ, ସମସ୍ତ ଆଚରଣରେ ସିଦ୍ଧ ଥିଲେ। କିନ୍ତୁ ଯେତେବେଳେ ତା ଭିତରେ ଗର୍ବ ପ୍ରବେଶ କଲା, ଆଉ ପ୍ରଭୁ ତାଙ୍କୁ କଣ କଲେ? ପତନ କଲେ। କେମିତି ପତନ କଲେ ସେଟା ବାଇବଲରେ ଉଲ୍ଲେଖ କରାଯାଏ। ତେବେ ସେ କୋଉଠି ଥିଲେ? ନା ପରମେଶ୍ୱରଙ୍କର ପବିତ୍ର ପର୍ବତରେ ଥିଲେ। ପବିତ୍ର ପର୍ବତ କୋଉଟା? ନା ମୋରିଆ ପର୍ବତରେ ଥିଲେ। ଆଉ ବାଇବଲ କହେ, ଯାହାକି ଜିଜିକଲ 28 ଅଧ୍ୟାୟରେ ଲେଖାଯାଏ, ସେ ପରମେଶ୍ୱରଙ୍କର ଏଦନ ଉଦ୍ୟାନ ମଧ୍ୟରେ ଥିଲେ। ପରମେଶ୍ୱରଙ୍କର ଏଦନ ଉଦ୍ୟାନ ପବିତ୍ର ପର୍ବତ ମୋରିଆ ପର୍ବତରେ ସେ ଥିଲେ। ଏଣୁ ଲେଖାଯାଏ ସେ ଅଗ୍ନିମୟ ପ୍ରସ୍ତର ସକଳରେ ସେ କଣ କରୁଥିଲେ? ଗମନାଗମନ କରୁଥିଲେ। ଆଉ ଯେତେବେଳେ ତା ଜୀବନରେ ଗର୍ବ ହେଲା, ମାନେ ସମସ୍ତେ ଭଲ ଭାବରେ ଜାଣୁ ପ୍ରଭୁଙ୍କର ଦାସ ଦାସୀ ମାନେ, ଆଉ ପ୍ରଭୁ ତାଠାରେ ଥିବା ଅଗ୍ନିକୁ କଣ କଲେ? ବାହାର କରିକି ଆଣିଲେ। ଏଣୁ ବାକ୍ୟରେ ଲେଖାଯାଏ, ଆମେ ତୁମ ମଧ୍ୟରୁ ଅଗ୍ନିକୁ ବାହାର କରିକି ଆଣିଲୁ। ଆଉ ଭୟଙ୍କର ଭାବରେ ତାର କଣ ହେଲା? ପତନ ହେଲା। ତେବେ ଯେତେବେଳେ ଆଉ ତାର ଅଭ୍ୟନ୍ତରଣ ମଧ୍ୟରେ ଯେଉଁମାନେ ଥିଲେ, ଯୋଉ ଦୂତମାନେ ଥିଲେ, ସେମାନଙ୍କୁ ସେ ଛାଡ଼ିଲେ ନାହିଁ। ଆଉ ସେମାନଙ୍କ ସହିତ ସେ କଣ ହେଲେ? ପୃଥିବୀରେ ନିକ୍ଷିପ୍ତ ହେଲେ, ବା ପ୍ରଭୁ ସେମାନଙ୍କୁ ଧ୍ୱଂସ କଲେ। ଆଇବ ପୁସ୍ତକ 26 ପର୍ବ କିଏ ପାଇଲେ ପଢନ୍ତୁ। ଆଇବ ପୁସ୍ତକ 26 ପର୍ବ ତାର 3 ରୁ ଟିକେ କିଏ ପାଇଲେ ପଢନ୍ତୁ।
ଆଇବ ପୁସ୍ତକ 26 ପର୍ବ ଶୁଣିପାରୁ 5ରୁ ପଢିବେ। ପ୍ରେତଗଣ ଜଳରାଶି ଓ ତନ୍ନିବାସୀ ଗଣ ତଳେ କମ୍ପିତ ହୁଅନ୍ତି। ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ଅବଦର କୌଣସି ଆବରଣ ନାହିଁ। ହୁଁ। ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକି ଝୁଲାନ୍ତି। ଲେଖାଯାଏ, ସେ ବହୁତ ଧନ୍ୟବାଦ। ପ୍ରେତଗଣ ଜଳରାଶି ଓ ତନ୍ନିବାସୀ ଗଣ ତଳେ କମ୍ପିତ ହୁଅନ୍ତି। ଜଳରାଶି ତଳେ ପ୍ରେତଗଣ ସେମାନେ କଣ ହୁଅନ୍ତି? କମ୍ପିତ ହୁଅନ୍ତି। ଆଉ ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ କୌଣସି ଅବଧାନର ଆବରଣ ନାହିଁ। ତେବେ ଜଳରାଶି ତଳେ ପ୍ରେତଗଣ ମାନେ ଏଇ ଯୋଉ ଦୂତ ମାନଙ୍କୁ ପରମେଶ୍ୱର ପତନ କଲେ ଲୁସିଫର ସହିତ, ଏଣୁ ବାଇବଲ କହେ ଜଳରାଶି ଓ ତନ୍ନିବାସୀ ଗଣ ତଳେ ସେମାନେ କମ୍ପିତ ହୁଅନ୍ତି। ପୁଣି ତଳକୁ ଲେଖାଯାଏ, ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀ କି ଝୁଲାନ୍ତି ବୋଲି ଲେଖାଅଛି। ପରମେଶ୍ୱର ଜଳରାଶି ତଳେ ପ୍ରେତମାନଙ୍କୁ ସେ କଣ କରିଛନ୍ତି? ଆଉ ରଖିଛନ୍ତି। ସେମାନଙ୍କୁ ପତନ କରିଛନ୍ତି। ଯେତେବେଳେ ଦୂତମାନଙ୍କର ପୃଥିବୀକୁ ପରମେଶ୍ୱର ଧ୍ୱଂସ କଲେ, ଆଉ ସେତେବେଳେ ସେ ଜଳ ଦ୍ୱାରା ଧ୍ୱଂସ କଲେ। ଏଣୁ ପରମେଶ୍ୱର ପୃଥିବୀକୁ ଏପରି ସ୍ଥାପନ କରିଅଛନ୍ତି। ଆମର ଗୀତ ସଂହିତା 104 ପର୍ବ 5-6 ପଦ ଟିକେ ଦେଖିବା। ଗୀତ ସଂହିତା 104, 5 ଏବଂ 6 ସେ ପ୍ରଥମ ପୃଥିବୀକୁ କିଭଳି ଭାବରେ ରଖିଛନ୍ତି ଆମମାନେ ଟିକେ ଦେଖିବା। ତୁମ୍ଭେ ପ୍ରଥମ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ ହୁଁ ତାହା କଦାପି ବିଚଳିତ ହେବ ନାହିଁ। ହୁଁ ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଠିଆ ହେଲା। ଏଇଠି ଲେଖାଯାଏ, ତୁମେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ ତାହା କଦାପି ବିଚଳିତ ହେବ ନାହିଁ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ এই ପୃଥିବୀ ବିଷୟରେ ଯଦି ଆମେ ଚିନ୍ତା କରିବା, କାରଣ ବାକ୍ୟରେ ଲେଖାଯାଏ ଆମେ ପୃଥିବୀକୁ ପୁନର୍ବାର କମ୍ପାଇବା ବୋଲି ଲେଖାଉଛି। ଆମମାନେ ପୃଥିବୀକୁ ପୁନର୍ବାର ଟଳମଳ କରିବା। କିନ୍ତୁ ପ୍ରଥମ ପୃଥିବୀକୁ ଯଦିଓ ପରମେଶ୍ୱର ଜଳ ଦ୍ୱାରା ଧ୍ୱଂସ କଲେ, କିନ୍ତୁ ସେ ପୃଥିବୀକୁ ଏଭଳି ଭାବରେ ପରମେଶ୍ୱର ରଖିଛନ୍ତି ଯେ ତୁମେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ ତାହା କଦାପି ବିଚଳିତ ହେବ ନାହିଁ। କିନ୍ତୁ ଦ୍ୱିତୀୟ ପୃଥିବୀରେ ଆମେ ହଁ ଯୋଉ ଅଛୁ, ଏ ପୃଥିବୀ ଦିନେ କଣ ହେବ? ଆଁ? ଟଳମଳ ହେବ, ବିଚଳିତ ହେବ। କିନ୍ତୁ ପରମେଶ୍ୱର ପ୍ରଥମ ପୃଥିବୀକୁ, ଯୋଉ ପୃଥିବୀକୁ ଜଳ ଦ୍ୱାରା ସେ ଧ୍ୱଂସ କଲେ, କିନ୍ତୁ ଧ୍ୱଂସ କଲେ, ଆଉ ତଳକୁ ଲେଖାଯାଏ ତୁମେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ, ପର୍ବତଗଣ ଉପରେ ଜଳରାଶି ଠିଆ ହେଲା ବୋଲି ଲେଖାଉଛି। ପରମେଶ୍ୱର ପ୍ରଥମ ପୃଥିବୀକୁ ଅତି ସୁନ୍ଦର ଭାବରେ ରଖିଛନ୍ତି। କେମିତି ରଖିଛନ୍ତି? ଯଦିଓ ଜଳ ଦ୍ୱାରା ସେ ମାନେ ଆଚ୍ଛାଦନ କରିଛନ୍ତି, ଆମେ ଲୁଗାରେ ଯେମିତି ଗୋଟେ ଜିନିଷକୁ ଘୋଡେଇକି ରଖୁ, ତଦ୍ରୂପ ପରମେଶ୍ୱର ପ୍ରଥମ ପୃଥିବୀକୁ ସେ ଜଳ ଦ୍ୱାରା କଣ କରିଛନ୍ତି? ଆଚ୍ଛାଦନ କରିଛନ୍ତି। ଏଣୁ ଲେଖାଯାଏ, ତୁମେ ତାକୁ ବସ୍ତ୍ର ପରି ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ, ପର୍ବତଗଣ ଉପରେ ଜଳରାଶି ଠିଆ ହେଲା। ଏଣୁ ପ୍ରଥମ ପୃଥିବୀକୁ ଯଦିଓ ଆଉ ଦୂତମାନଙ୍କର ସମୟରେ ପରମେଶ୍ୱର ଧ୍ୱଂସ କଲେ, କିନ୍ତୁ ଲୁଗାରେ ଘୋଡେଇକି ରଖିଲା ଭଳି ପରମେଶ୍ୱର ପ୍ରଥମ ପୃଥିବୀକୁ କଣ କରିଛନ୍ତି? ରଖିଛନ୍ତି। ଆମମାନେ ଭଲ ଭାବରେ ଜାଣୁ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ହେବ, ଆଉ ସେତେବେଳେ ସେ ଜୈତୁନ ପର୍ବତକୁ ଆସିବେ, ଆଉ ଜୈତୁନ ପର୍ବତ ଦୁଇ ଭାଗରେ ବିଭକ୍ତ ହେଇଯିବ। ଆଉ ଗୋଟିଏ ସାଇଡ୍ ଅଲଗାକୁ ଚାଲିଯିବ, ଆଉ ଗୋଟେ ଅଧେ ଅଂଶ ଅଲଗା ଚାଲିଯିବ। ଆଉ ବେଳେ ବେଳେ ଅନେକ ବାଇବଲ ସ୍କଲାର ମାନେ କହନ୍ତି ସେଇ ପର୍ବତ ତଳେ ଆଉ ନୂତନ ପୃଥିବୀ ଥିବା କଥା ଅନେକ ସମୟରେ ପ୍ରକାଶ କରନ୍ତି। ପରମେଶ୍ୱର ପ୍ରଥମ ପୃଥିବୀକୁ ଅତି ସୁନ୍ଦର ଭାବରେ ରଖିଛନ୍ତି। ହୁଏତ ତାହା ତାଙ୍କର ଆଗମନ ସମୟରେ ହୁଏତ ମାନେ ପୁରା ମୁଁ କହୁନି, ହୁଏତ ତାଙ୍କର ଆଗମନ ସମୟରେ ସେ ପୃଥିବୀକୁ ପରମେଶ୍ୱର ପୁନର୍ବାର ବାହାର କରିବେ। କାରଣ ବାଇବଲ କହେ, ତୁମେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ ତାହା କଦାପି ବିଚଳିତ ହେବ ନାହିଁ। କିନ୍ତୁ ଏଇ ପୃଥିବୀ କଣ ହେବ? ବିଚଳିତ ହେବ, ଟଳମଳ ହେବ। ଏଣୁ ବାଇବଲ କହେ ଆମେ ପୃଥିବୀକୁ ପୁନର୍ବାର କମ୍ପାଇବା ବୋଲି ବାକ୍ୟରେ ଲେଖାଯାଏ।
ଆମେ এই ପୃଥିବୀକୁ ପୁନର୍ବାର ଟଳମଳ କରିବା ବୋଲି ବାକ୍ୟରେ ଉଲ୍ଲେଖ କରାଯାଏ। ତେବେ ଯେତେବେଳେ ପରମେଶ୍ୱର ପ୍ରଥମ ପୃଥିବୀକୁ ଦୂତମାନଙ୍କର ପୃଥିବୀକୁ ଜଳ ଦ୍ୱାରା ଧ୍ୱଂସ କଲେ, ଆଉ ପରମେଶ୍ୱର ଦେଖିଲେ, ଆଉ ସେ ପୁନର୍ବାର ମନୁଷ୍ୟମାନଙ୍କ ପାଇଁ ସୃଷ୍ଟି ଆରମ୍ଭ କଲେ। ଆଉ ସେତେବେଳେ ଜଳକୁ ସେ ଦେଖିଲେ, ଏଣୁ ଗୋଟେ ବିଭାଜନ ଘଟିଥିଲା। ଜଳ ଦ୍ୱାରା ସେ ପୃଥିବୀ ଧ୍ୱଂସ ହେଇଥିଲା, ଏଣୁ ଜଳକୁ ଦୁଇ ଭାଗରେ ସେ କ'ଣ କଲେ? ବିଭକ୍ତ କଲେ। ତାପରେ ସ୍ଥଳ ଭାଗ ପ୍ରକାଶ କଲେ। ଏ ସମସ୍ତ ବିଷୟ ଆମେ ଜାଣୁ। ତାପରେ ମନୁଷ୍ୟକୁ ପରମେଶ୍ୱର କ'ଣ କଲେ? ନିର୍ମାଣ କଲେ। ନିଜର ସାଦୃଶ୍ୟ ଏବଂ ନିଜର ପ୍ରତିମୂର୍ତ୍ତିରେ ନିର୍ମାଣ କଲେ। କିନ୍ତୁ ସେଇ ମନୁଷ୍ୟ ଯେତେବେଳେ ଅବାଟରେ ଗଲା, ମୋର କହିବାର ଉଦ୍ଦେଶ୍ୟ, ପିତର ଲେଖନ୍ତି ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଏଣୁ ସେମାନେ ଅନେକ ସମୟରେ ଜାଣି ଜାଣି ଭୁଲି ଯାଆନ୍ତି। ଆଜିର ଖ୍ରୀଷ୍ଟିଆନ ଅନେକ ଜାଣି ଜାଣି ଭୁଲି ଯାଆନ୍ତି। କିନ୍ତୁ ପ୍ରଭୁଙ୍କ ମହାନାମର ଧନ୍ୟ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ଜାଣିବା ପାଇଁ ମନ ଦେଲେ, ପ୍ରଭୁଙ୍କ ସହିତ ଲାଗି ରହିବା ପାଇଁ, ପ୍ରଭୁଙ୍କର ସାନ୍ନିଧ୍ୟ ମଧ୍ୟରେ ରହିବା ପାଇଁ, ପ୍ରଭୁଙ୍କର ଆଗମନ ଯେ ଅତି ସନ୍ନିକଟ ତାହା ଜାଣିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିଛନ୍ତି। ତେବେ ଆମେ ଦେଖୁଛୁ ମନୁଷ୍ୟର ଆଉ ଯେଉଁ ଆରମ୍ଭ ହେଲା, ମନୁଷ୍ୟର ଆରମ୍ଭ ହେଲା, ତାପରେ ଆମେ ଦେଖୁଛୁ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା, ମନୁଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା। ଆଉ ଯେତେବେଳେ ମନୁଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା, ବେଳେବେଳେ ବିଭିନ୍ନ ପ୍ରଶ୍ନ ଆମମାନଙ୍କର ଜୀବନରେ ଆସିଥାଏ ଯେ ନୋହଙ୍କ ସମୟରେ, ଆଉ ନୋହଙ୍କ ସମୟରେ ଯେତେବେଳେ ପରମେଶ୍ୱର ପୃଥିବୀକୁ ଦେଖିଲେ ଯେ ପୃଥିବୀ ଭ୍ରଷ୍ଟ ଥିଲା। କାରଣ କ'ଣ? ପରମେଶ୍ୱରଙ୍କର ସନ୍ତାନଗଣ ମନୁଷ୍ୟମାନଙ୍କର କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯାହାକୁ ଇଚ୍ଛା କଲେ ତାକୁ ସେମାନେ ବିବାହ କଲେ। ଏଣୁ ପରମେଶ୍ୱର ଦେଖିଲେ ଯେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ତାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏଣୁ ସେହି ସମୟରେ ପରମେଶ୍ୱର ଆଉ ପୃଥିବୀକୁ ଦେଖିଲେ, ଆଉ ଇତିହାସ ପ୍ରକାଶ କରେ ନୋହଙ୍କ ସମୟର ପୃଥିବୀର ଲୋକମାନଙ୍କର ଜନସଂଖ୍ୟା, ଆଜି ପୃଥିବୀର ଜନସଂଖ୍ୟା ଯେତିକି ନୋହଙ୍କ ସମୟର ଆଉ ଜନସଂଖ୍ୟା ମଧ୍ୟ ସେତିକି ବୋଲି ଅନେକ ବାଇବଲ ସ୍କଲାର ମାନେ ପ୍ରକାଶ କରନ୍ତି। ତେବେ କୋଟି କୋଟି ଲୋକମାନଙ୍କ ମଧ୍ୟରେ ଆମମାନେ ଦେଖୁଛୁ ପରମେଶ୍ୱର ନୋହଙ୍କର ପରିବାରକୁ ଦେଖିଲେ ଯେ ସେ ପରିବାର ଜଣେ ଧାର୍ମିକ ପରିବାର ଏବଂ ସେମାନେ ସାଧୁତାରେ ସେମାନେ କ'ଣ କରୁଥିଲେ? ଆଚରଣ କରୁଥିଲେ। ପ୍ରଭୁ ସେ ପରିବାରକୁ ଉଦ୍ଧାର କଲେ। ଆଉ ପ୍ରଭୁ ନୋହକୁ କହିଲେ, ଆମେ ଦେଖିଲୁ ପୃଥିବୀର ଆଉ ଦୁଷ୍ଟତା ଅତି ବଡ଼, ପୃଥିବୀ ଭ୍ରଷ୍ଟ ହେଇଛି, ପାପରେ ପରିପୂର୍ଣ୍ଣ ହେଇଛି। କିନ୍ତୁ ଧନ୍ୟ ନୋହଙ୍କର ପରିବାର। ନୋହ ଯେଉଁ ସମୟରେ ପାପ ପରିପୂର୍ଣ୍ଣ ଥିଲା, ଯେଉଁ ସମୟରେ ଦୁଷ୍ଟତା ପରିପୂର୍ଣ୍ଣ ଥିଲା, ଆଉ ସେଇ ସମୟରେ ନୋହ ନିଜକୁ ସେ ପୃଥକ କରିଥିଲେ, ନିଜକୁ ସେ ପବିତ୍ର ରଖିଥିଲେ, ତାଙ୍କର ପରିବାର ପବିତ୍ରତାର ଜୀବନ କାଟୁଥିଲେ। ଏଣୁ ନୋହଙ୍କର ପରିବାରକୁ ପ୍ରଭୁ କ'ଣ କଲେ? ଆଉ ଜାହାଜ ନିର୍ମାଣ କରିବା ପାଇଁ ଆଦେଶ ଦେଲେ। ସେମାନେ ଜାହାଜରେ ପ୍ରବେଶ କଲେ, ତାଙ୍କର ପରିବାରକୁ ରକ୍ଷା କଲେ ଏବଂ ସମଗ୍ର ପୃଥିବୀକୁ ପରମେଶ୍ୱର କ'ଣ କଲେ? ଧ୍ୱଂସ କଲେ। ଏଣୁ ନୋହକୁ ପ୍ରଭୁ କହିଲେ, ସମସ୍ତ ପ୍ରାଣୀର ଅନ୍ତିମ କାଳ ସନ୍ନିକଟ, ଆମେ କ'ଣ କରିବା? ସବୁ ପ୍ରାଣୀ ସହିତ ପୃଥିବୀକୁ ଆମେ ଧ୍ୱଂସ କରିବା। ଏଣୁ ପ୍ରଥମ ପୃଥିବୀ ହେଲା ଦୂତମାନଙ୍କର ପୃଥିବୀ, ଦ୍ୱିତୀୟ ପୃଥିବୀ ହେଲା ମନୁଷ୍ୟମାନଙ୍କ ପାଇଁ ପରମେଶ୍ୱର ସୃଷ୍ଟି କଲେ, ଏବଂ ଆଉ ଦ୍ୱିତୀୟ ପୃଥିବୀକୁ ମଧ୍ୟ ନୋହଙ୍କ ସମୟରେ ପରମେଶ୍ୱର ଜଳ ଦ୍ୱାରା ଧ୍ୱଂସ କଲେ। ନୋହଙ୍କର ପରିବାର ମଧ୍ୟରୁ ତୃତୀୟ ପୃଥିବୀ ଆରମ୍ଭ ହେଲା। ତେବେ ପିତର କହନ୍ତି ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆମେ ଜାଣୁ ଦ୍ୱିତୀୟ ପୃଥିବୀକୁ ପରମେଶ୍ୱର ଆଉ ଜଳ ଉପରେ ସ୍ଥାପନ କଲେ। ଗୀତ ସଂହିତା 24 ପର୍ବର ତାର 1-2 ପଦରେ ଲେଖାଯାଏ, ଜଗତ ଓ ତହିଁର ପୂର୍ଣ୍ଣତା ସଦା ପ୍ରଭୁଙ୍କର, କାରଣ ସେ ଆଉ ଏ ପୃଥିବୀକୁ ସମୁଦ୍ର ଉପରେ ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ଦୃଢ଼ କରିଅଛନ୍ତି। ଦ୍ୱିତୀୟ ପୃଥିବୀକୁ ପରମେଶ୍ୱର ଆଉ ନଦୀ ଉପରେ କ'ଣ କରିଥିଲେ? ବା ସମୁଦ୍ର ଉପରେ ସ୍ଥାପନ କଲେ।
ସମୁଦ୍ର ଉପରେ ଯେମିତି ଗୋଟେ ବଲ୍ ଥାଏ, ତଦ୍ରୂପ ପରମେଶ୍ୱର ଏ ପୃଥିବୀକୁ ଆଉ ବଲ୍ ଭଳି ସେ କଣ କଲେ, ସମୁଦ୍ର ଉପରେ ସ୍ଥାପନ କଲେ। ତେବେ ଯେତେବେଳେ ଆମମାନେ ଦେଖୁଛୁ ନୋହଙ୍କର ପରିବାରକୁ ପ୍ରଭୁ ରକ୍ଷା କଲେ, ସମଗ୍ର ପୃଥିବୀକୁ ଧ୍ୱଂସ କଲେ, ତାପରେ ଜଳ ଶୁଷ୍କ ହେଲା, ଆମମାନେ ସମସ୍ତେ ଭଲ ଭାବରେ ଜାଣୁ। କିନ୍ତୁ ଆଉ ଆମେ ଯେ ଭୁଲି ଯାଇଛୁ ତାହା ନୁହେଁ, ସମସ୍ତଙ୍କର ମନରେ ରହିଛି। ନୋହଙ୍କର ପରିବାର ଠାରୁ ଏ ପୃଥିବୀ କଣ ହେଲା, ପୁନର୍ବାର ଆରମ୍ଭ ହେଲା। ଆମମାନେ ତୃତୀୟ ପୃଥିବୀରେ ଅଛୁ। ଏଣୁ ପରମେଶ୍ୱର ଏଇ ପୃଥିବୀକୁ ଆଉ ଜଳ ଦ୍ୱାରା ଧ୍ୱଂସ କରିବେନି, ସେ ଅଗ୍ନି ଦ୍ୱାରା କଣ କରିବେ, ଧ୍ୱଂସ କରିବେ। ଏଣୁ ପିତର କହନ୍ତି, ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆଉ ସେଇ କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ପୃଥିବୀ ସେଇ ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ଏ ପୃଥିବୀ ଆଉ ଜଳ ଦ୍ୱାରା ନୁହେଁ, କିନ୍ତୁ ଅଗ୍ନି ଦ୍ୱାରା, ଆମମାନେ ସମସ୍ତେ ଭଲ ଭାବରେ ଜାଣୁ। ତେବେ ଆଜିର ଏ ପୃଥିବୀର ପରିସ୍ଥିତି ଅତି ଭୟଙ୍କର। ପାପ ବଢ଼ି ଚାଲିଛି, ଅଧର୍ମ ବଢ଼ି ଚାଲିଛି, କରପସନ ବଢ଼ି ଚାଲିଛି। ଆଉ ଏ କରପସନ ଜଗତରେ, ଯେ ଭ୍ରଷ୍ଟ ଜଗତରେ ପ୍ରଭୁ ଆମମାନଙ୍କୁ ଏ ଜଗତରେ ଜୀବନ ଯାପନ କରିବା ପାଇଁ ମନୋନୀତ କରିଅଛନ୍ତି। ତେବେ ପିତର ଗୋଟେ କଥା ପ୍ରକାଶ କରନ୍ତି 8 ପଦରେ, କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏ ବିଶେଷ ବିଷୟ ତୁମାନେ ଭୁଲି ଯାଅ ନାହିଁ। ତୁମେ ଭୁଲି ଯାଅ ନାହିଁ, ତୁମାନେ ଭୁଲି ଯାଅ ନାହିଁ ବିଶେଷ ବିଷୟକୁ। ହେ ମୋର ଲୋକମାନେ, ତୁମାନେ এই ବିଶେଷ ବିଷୟକୁ ତୁମେ ଭୁଲି ଯାଅ ନାହିଁ। କଣ ସେ ବିଶେଷ ବିଷୟ କଣ ଆମମାନେ ଜାଣିଛୁ। ତେବେ ଆଉ ପରମେଶ୍ୱର 6 ଦିନ କର୍ମ କଲେ, ସପ୍ତମ ଦିନରେ ସେ ବିଶ୍ରାମ କଲେ, ସପ୍ତମ ଦିନରେ ବିଶ୍ରାମ କଲେ। ଏଣୁ ଏବ୍ରୀ ପୁସ୍ତକର ଲେଖକ, ଆମେ ଅନେକ ସମୟରେ ପାଉଲଙ୍କର ଆଉ ସେ ଲେଖାକୁ ଦେଖି ପାଉଲ ଉଲ୍ଲେଖ କରିଛନ୍ତି ବୋଲି ଆମମାନେ କହୁ। ଆଉ ଏବ୍ରୀ ପୁସ୍ତକର ଲେଖକ ଏହି କଥା ପ୍ରକାଶ କରନ୍ତି, ଜିହୋସିଓ ଯଦି ସେମାନଙ୍କୁ ବିଶ୍ରାମ ଦେଇଥାନ୍ତେ, ତେବେ ଅନ୍ୟ ଦିନର କଥା କହିନଥାନ୍ତେ। ଏଣୁ ଜିହୋସିଓ ଇସ୍ରାଏଲ ଲୋକମାନଙ୍କୁ ବା ମୋଶା ମାନେ କିଣାଣ ଦେଶ ଉଦ୍ଦେଶ୍ୟରେ ଇସ୍ରାଏଲ ଲୋକମାନଙ୍କୁ କଢ଼େଇ ନେଲେ। କିନ୍ତୁ ଆମମାନେ ଜାଣୁ, ଆଉ ମାନେ ମୋଶାଙ୍କର ମୃତ୍ୟୁ ଉତ୍ତାରେ ଜିହୋସିଓ ଇସ୍ରାଏଲ ଲୋକମାନଙ୍କୁ କଣ କଲେ, ମିଶରକୁ କଢ଼େଇକି ନେଲେ। ସରି, ମାନେ କିଣାଣକୁ କଢ଼େଇକି ନେଲେ। ଆଉ ଜିହୋସିଓ କିଣାଣ ଦେଶରେ ସେମାନଙ୍କୁ ପ୍ରବେଶ କରେଇଲେ। ଏଣୁ ଜିହୋସିଓ ଯଦି ସେମାନଙ୍କୁ ବିଶ୍ରାମ ଦେଇଥାନ୍ତେ, ତେବେ ସେ ଅନ୍ୟ ଦିନର କଥା କହିନଥାନ୍ତେ। ଏଣୁ ଆମମାନଙ୍କର ବିଶ୍ରାମ ବାରରେ ପ୍ରବେଶ କରିବାର ବାକି ରହିଛି ବୋଲି ଜିହୋସିଓ ପ୍ରକାଶ କରନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ବି ଦିନେ ବିଶ୍ରାମରେ ପ୍ରବେଶ କରିବା ପାଇଁ ଯାଉଛୁ। କୋଉଠି ନା ସ୍ୱର୍ଗରେ ପ୍ରବେଶ କରିବା ପାଇଁ ଆମମାନେ ଯାଉଛୁ। ଏଣୁ ଗୀତ ମାନେ ଉପାସନା ଗୀତରେ ଗୋଟେ ପଦଟି ଉଲ୍ଲେଖ କରାଯାଏ, 6 ଦିନ ହୋଇଲା ଗତ, ହେଲା ଦର୍ଶନ ବିଶ୍ରାମ ପ୍ରଭାତ, କିଆମତ ଦିନ କଲା ଆଗମନ, ଆଜି ଦେହ ଆତ୍ମା ବିଶ୍ରାମ ପ୍ରାପ୍ତ। ଗୀତ ମାନେ ଉପାସନା ସଙ୍ଗୀତ ତାର 186 ପୃଷ୍ଠାର ଗୀତ। ଆଉ ସେ ଗୀତର ଶେଷ ପଦରେ ଲେଖାଯାଏ, ଆଜି ମୋର ପ୍ରଭୁଙ୍କ ଦିନ, 6 ଦିନ ଠାରୁ ଏ ଭିନ୍ନ, କର ହେ ପାଳନ ଏ ବିଶ୍ରାମ ଦିନ, ସ୍ୱର୍ଗ ରାଜ୍ୟର ଏକ ଦୃଷ୍ଟାନ୍ତ। ଏଣୁ এই ଗୀତର ଏତେ ସୁନ୍ଦର ଭାବପୂର୍ଣ୍ଣ ରହିଛି। ପରମେଶ୍ୱର 6 ଦିନ କର୍ମ କଲେ, ସପ୍ତମ ଦିନରେ ବିଶ୍ରାମ କଲେ। ଏଣୁ ଖ୍ରୀଷ୍ଟପୂର୍ବ 4000, ଯୀଶୁ ଖ୍ରୀଷ୍ଟଙ୍କ ଠାରୁ 2000, 6000 ବର୍ଷ ସମ୍ପୂର୍ଣ୍ଣ ହେଇଛି। ପ୍ରଭୁ ଏ 6000 ବର୍ଷ ଆମମାନଙ୍କୁ ଦେଲେ। ଏହା ହେଉଛି ପ୍ରଭୁଙ୍କ ଦୃଷ୍ଟିରେ 6 ଦିନ ତୁଲ୍ୟ। ଏଣୁ ପିତର କହିଲେ, କିନ୍ତୁ ହେ ପ୍ରିୟମାନେ, ପ୍ରଭୁଙ୍କ ନିକଟରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ, ଏ ବିଶେଷ ବିଷୟ ତୁମାନେ ଭୁଲି ଯାଅ ନାହିଁ। ଏଣୁ 6000 ବର୍ଷ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ, ମାନେ 6 ଦିନ ତୁଲ୍ୟ।
ଏବଂ 6 ଦିନ ପ୍ରଭୁଙ୍କ ଦୃଷ୍ଟିରେ 6000 ବର୍ଷ ତୁଲ୍ୟ। ଏଣୁ 6000 ବର୍ଷ ସମାପ୍ତ ହେଇଯାଇଛି ବା 6 ଦିନ କଟି ଯାଇଛି। ଆମମାନେ ସପ୍ତମ ଦିନରେ ପ୍ରବେଶ କରିବା ପାଇଁ ଯାଉଛୁ, ବିଶ୍ରାମରେ ପ୍ରବେଶ କରିବା ପାଇଁ ଯାଉଛୁ। ଏ ବିଶେଷ ବିଷୟ ତୁମାନେ ଭୁଲି ଯାଅ ନାହିଁ। ତେବେ 6000 ବର୍ଷ କଟିଗଲା, ବର୍ତ୍ତମାନ 2025 ଖ୍ରୀଷ୍ଟପୂର୍ବ 4000 ଖ୍ରୀଷ୍ଟଙ୍କ ଠାରୁ 2000 ଆଉ ବର୍ତ୍ତମାନ 25 ବର୍ଷ ଆମମାନେ ଅନୁଗ୍ରହରେ ଆମମାନେ 25 ବର୍ଷ ଭୋଗ କରିଛୁ। କେତେବେଳେ ପ୍ରଭୁଙ୍କର ଆଗମନ ହେବ ଆମେ ଜାଣିନୁ। ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ। ଏଣୁ ମାନେ ପିତର ଲେଖନ୍ତି, ସେମାନେ ଜାଣି ଜାଣି ଭୁଲି ଯାଆନ୍ତି ଯେ ପୁରା କାଳରେ ଆକାଶ ମଣ୍ଡଳ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା। ଆଉ ସେଇ କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। କିନ୍ତୁ ବର୍ତ୍ତମାନ ପୃଥିବୀକୁ ସେ ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସେ ଅଗ୍ନି ନିମନ୍ତେ ସଞ୍ଚିତ କରି ରଖିଅଛନ୍ତି। ଏଣୁ ପ୍ରଥମ ପୃଥିବୀ ଦୂତମାନଙ୍କର ପୃଥିବୀ ଥିଲା। ଲୁସିଫରଙ୍କର ସମୟରେ ପରମେଶ୍ୱର ଆଉ ସେ ପୃଥିବୀକୁ ଜଳ ଦ୍ୱାରା ଧ୍ୱଂସ କଲେ। କିନ୍ତୁ ଜଳ ଦ୍ୱାରା ଧ୍ୱଂସ କଲେ ସତ କଥା, କିନ୍ତୁ ସେ ପ୍ରଥମ ପୃଥିବୀକୁ ସେ ଲୁଗାରେ ଗୁଡ଼େଇକି ରଖିଲା ଭଳିଆ ସେ ରଖିଛନ୍ତି। ସେ ପୃଥିବୀ କେବେ ବିଚଳିତ ହେବ ନାହିଁ। କିନ୍ତୁ ଦ୍ୱିତୀୟ ପୃଥିବୀକୁ ପୁନର୍ବାର ସେ ପାଣି ଉପରେ କଣ କଲେ? ସ୍ଥାପନ କଲେ, ସମୁଦ୍ର ଉପରେ ସ୍ଥାପନ କଲେ। ଏଣୁ ଏଭ୍ରି ପୁସ୍ତକରେ ଆମେ ଦେଖୁଛୁ, ପୁରାତନ ନିୟମରେ ଦେଖୁଛୁ, ପରମେଶ୍ୱର ଏହି ପୃଥିବୀକୁ କଣ କରିବେ? ଟଳମଳ କରିବେ। କିନ୍ତୁ ପ୍ରଥମ ପୃଥିବୀ କେବେ ହେଲେ ମଧ୍ୟ ଟଳମଳ ହେବ ନାହିଁ। ତାଙ୍କର ଦ୍ୱିତୀୟ ଆଗମନ ସମୟରେ ହୁଏ ତ ସେଇ ପୃଥିବୀ ପ୍ରକାଶ ପାଇବ, ନୂତନ ପୃଥିବୀ ହେବ। ତେବେ ଆମମାନେ ଦେଖୁଛୁ, ଆଉ ପ୍ରଥମ ପୃଥିବୀକୁ ସେ ଜଳ ଦ୍ୱାରା ଧ୍ୱଂସ କଲେ। ଦ୍ୱିତୀୟ ପୃଥିବୀକୁ ମଧ୍ୟ ନୋହଙ୍କ ସମୟରେ ସେ ଜଳ ଦ୍ୱାରା ଧ୍ୱଂସ କଲେ। କିନ୍ତୁ ତୃତୀୟ ପୃଥିବୀକୁ ସେ ଅଗ୍ନି ନିମନ୍ତେ ସଞ୍ଚିତ କରି ରଖିଅଛନ୍ତି। ଏଣୁ ପିତରଙ୍କର ଲେଖିବାର ଉଦ୍ଦେଶ୍ୟ, ହେ ପ୍ରିୟମାନେ, ପ୍ରଭୁଙ୍କ ଦୃଷ୍ଟିରେ 1000 ବର୍ଷ ଯେ ଗୋଟିଏ ଦିନ ତୁଲ୍ୟ ଓ ଗୋଟିଏ ଦିନ ଯେ ପ୍ରଭୁଙ୍କ ଦୃଷ୍ଟିରେ 1000 ବର୍ଷ ତୁଲ୍ୟ, ଏ ବିଶେଷ ବିଷୟ ତୁମାନେ ଭୁଲି ଯାଅ ନାହିଁ। ପ୍ରଭୁଙ୍କର ଆଗମନ ବିଷୟରେ ଆମମାନେ ଜାଣିପାରିବା। ଆମମାନେ ପ୍ରଭୁଙ୍କର ଲୋକମାନେ ତାଙ୍କର ଆଗମନର ସମୟକୁ ଆମମାନେ ଜାଣିପାରିବା। ଯେଉଁମାନେ ଅନ୍ଧକାର ମଧ୍ୟରେ ଅଛନ୍ତି ସେମାନେ କେବେ ହେଲେ ମଧ୍ୟ ତାଙ୍କର ଆଗମନର ସମୟକୁ ଜାଣିପାରିବେ ନାହିଁ। ଏଣୁ ପାଉଲ ଥେସଲନିକୀୟ ମଣ୍ଡଳୀର ଲୋକମାନଙ୍କୁ ଲେଖିଲେ, ଆମମାନେ ଅନ୍ଧକାରରେ ନାହୁଁ ଯେ ସେଇଦିନ ଅନପେକ୍ଷିତ ଭାବରେ ଆମମାନଙ୍କ ନିକଟରେ ଉପସ୍ଥିତ ହେବ। କାରଣ ଆମମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ ଅଟୁ। ଏଣୁ ଆମମାନେ ପ୍ରଭୁଙ୍କର ସନ୍ତାନ, ଆଲୋକର ସନ୍ତାନ। ଏଣୁ ତାଙ୍କର ଆଗମନ ସମୟ ଆମମାନେ ଜାଣିପାରିବା। ଏଣୁ ପାଉଲ ଥେସଲନିକୀୟ ମଣ୍ଡଳୀକୁ ଯେତେବେଳେ ଲେଖିଲେ, କିନ୍ତୁ ହେ ଭାଇମାନେ, 5 ପର୍ବରେ 1 ପଦରେ ଲେଖାଯାଏ, କିନ୍ତୁ ହେ ଭାଇମାନେ, କାଳ ନିର୍ଦ୍ଦିଷ୍ଟ ସମୟ ସମ୍ବନ୍ଧରେ ତୁମମାନଙ୍କ ନିକଟକୁ ଲେଖିବାର ମୋର ଆବଶ୍ୟକତା ନାହିଁ। କାଳ ଓ ନିର୍ଦ୍ଦିଷ୍ଟ ସମୟ ସମ୍ବନ୍ଧରେ, ଅର୍ଥାତ୍ ତାଙ୍କର ଆଗମନ ସମୟ ସମ୍ବନ୍ଧରେ ତୁମମାନଙ୍କ ନିକଟକୁ ଲେଖିବାର ମୋର ଆବଶ୍ୟକତା ନାହିଁ, କାରଣ ତୁମାନେ ଉତ୍ତମ ରୂପେ ଜାଣ। ଏଣୁ ପ୍ରଭୁଙ୍କର ଆଗମନର ସମୟ, କାଳ, ନିର୍ଦ୍ଦିଷ୍ଟ ସମୟ ସମ୍ବନ୍ଧରେ ପ୍ରଭୁଙ୍କର ଲୋକମାନେ ଯେ ଆମମାନେ ନିଶ୍ଚିତ ରୂପେ ଆମମାନେ ଜାଣିପାରିବା। ପ୍ରଭୁ ଅତି ଶୀଘ୍ର ଆଗମନ କରିବା ପାଇଁ ଯାଉଅଛନ୍ତି। କିନ୍ତୁ ପ୍ରଭୁ ଚାହାନ୍ତି କେହି ଯେପରି ବିନଷ୍ଟ ନ ହୁଅନ୍ତି, ସମସ୍ତେ ଯେପରି ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଏଣୁ ପ୍ରଭୁ ପ୍ରଥମ ପୃଥିବୀକୁ ଛାଡ଼ିଲେନି, ଦ୍ୱିତୀୟ ପୃଥିବୀକୁ ପ୍ରଭୁ ଛାଡ଼ିଲେନି, ତୃତୀୟ ପୃଥିବୀକୁ ସେ ଅଗ୍ନି ନିମନ୍ତେ ସଞ୍ଚିତ କରି ରଖିଅଛନ୍ତି। ଏଣୁ ଆମମାନେ ଗୋଟେ ନୂତନ ପୃଥିବୀର ଅପେକ୍ଷାରେ ଅଛୁ। ଗୋଟେ କଥା ମୁଁ କହିବି, ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବି। ଅବ୍ରାହମ ଯେତେବେଳେ ବଳିଦାନ କଲେ ଆଉ ସେ ଶୋଇପଡ଼ିଲେ, ସେତେବେଳେ ପ୍ରଭୁ ଅବ୍ରାହମକୁ ଗୋଟେ ମାନେ ବାକ୍ୟ ବା ଗୋଟେ ପ୍ରତିଜ୍ଞା କଲେ ଯେ ତୁମର ସନ୍ତାନମାନେ 400 ବର୍ଷ ପର୍ଯ୍ୟନ୍ତ ଅନ୍ୟ ଦେଶରେ ଦାସ୍ୟ କର୍ମ କରିବେ। କିନ୍ତୁ ସେଇଠି ଗୋଟେ ବିଶେଷ କଥା ଲେଖାଯାଏ, ତୁମର ଚତୁର୍ଥ ପୁରୁଷ ଏ ଦେଶକୁ ବାହୁଡ଼ି ଆସିବେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଅବ୍ରାହମକୁ କହିଲେ ତୁମର ଚତୁର୍ଥ ପୁରୁଷ
ଏଇ ଦେଶକୁ କଣ କରିବେ ବାହୁଡ଼ି ଆସିବେ। ଏଇ ପଦଟି ମାନେ ଦେଖିବାକୁ ପାରିବା। ତୁମର ଚତୁର୍ଥ ପିଢ଼ି ତୁମର ଚତୁର୍ଥ ପୁରୁଷ ଏ ଦେଶକୁ ବାହୁଡ଼ି ଆସିବେ। ଏଣୁ ଆମମାନେ ସମସ୍ତେ ସେ ମାନେ ଚତୁର୍ଥ ପୃଥିବୀକୁ ତୃତୀୟ ପୃଥିବୀକୁ ମଧ୍ୟ ପ୍ରଭୁ ଅଗ୍ନି ଦ୍ୱାରା ଧ୍ୱଂସ କରିବେ। କିନ୍ତୁ ମନେ ରଖିବା ଏ ପୃଥିବୀକୁ ଅତି ଶୀଘ୍ର ସେ ଧ୍ୱଂସ କରିବେ। ଏ ପୃଥିବୀକୁ ଯଦିଓ ଅଗ୍ନି ନିମନ୍ତେ ସେ ରକ୍ଷିତ କରିଛନ୍ତି, ଏ ପୃଥିବୀକୁ ସେ ଅତି ଶୀଘ୍ର ଧ୍ୱଂସ କରିବେନି। ଏ ପୃଥିବୀ ଆହୁରି ହଜାର ହଜାର ବର୍ଷ ଥିବ। ଏଇ ପୃଥିବୀରେ ହିଁ ଆମମାନେ ମାନେ ହଜାର ବର୍ଷ ଶାନ୍ତି ରାଜ୍ୟ ଆମମାନେ ଭୋଗ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନେ ହୁଏତ କଣ ଆମମାନେ ସମସ୍ତେ ମହାକ୍ଲେଶ ଆସିବା ପୂର୍ବରୁ 7 ବର୍ଷ ପାଇଁ ମାନେ ଶୂନ୍ୟ ମଣ୍ଡଳକୁ ଯିବା, ଆମମାନେ ରୂପାନ୍ତରିତ ହେଇକି ଯିବା। କିନ୍ତୁ 7 ବର୍ଷ ପରେ ଆମମାନେ ପୁନର୍ବାର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୈତୁନ ପର୍ବତକୁ ଆସିବା। ଜୈତୁନ ପର୍ବତକୁ ଆସିଲା ପରେ ଜେରୁସାଲେମକୁ ଆସିଲା ପରେ ହିଁ ମାନେ 1000 ବର୍ଷ ଶାନ୍ତି ରାଜ୍ୟ ହେବ। କୋଉଠି ହେବ? ଏଇ ପୃଥିବୀରେ ହେବ। ଏଣୁ ଏଇ ପୃଥିବୀ ଅତି ଶୀଘ୍ର ଧ୍ୱଂସ ହେବନି। ଏ ପୃଥିବୀ ରହିବ। ଶାନ୍ତି ରାଜ୍ୟ ପରେ 1000 ବର୍ଷ ପରେ ତାପରେ ବିଚାର ରହିଛି, ପୃଥିବୀକୁ ପ୍ରଭୁ କଣ କରିବେ? ଧ୍ୱଂସ କରିବେ। ଏଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାକ୍ୟରେ ଲେଖାଯାଏ ଆଉ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ ଓ ସହସ୍ର ବର୍ଷ ଯେ ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ତୁଲ୍ୟ, ଏ ବିଶେଷ ବିଷୟ ତୁମାନେ ଭୁଲି ଯାଉ ନାହିଁ। ବାକ୍ୟ ଆମମାନଙ୍କୁ ଜାଗ୍ରତ କରେ। ବାକ୍ୟ ଆମମାନଙ୍କୁ ମାନେ ପ୍ରସ୍ତୁତ ଜୀବନ କାଟିବା ପାଇଁ ସାହାଯ୍ୟ କରିଥାଏ। ଏଣୁ ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ। ପ୍ରଭୁ ଆମମାନଙ୍କୁ 6000 ବର୍ଷ ଦେଲେ। ଆମମାନେ ସପ୍ତମ ଦିନରେ ଅର୍ଥାତ୍ ସପ୍ତମ 1000 ବର୍ଷରେ ଆମମାନେ ପ୍ରବେଶ କରିବା ପାଇଁ ଯାଉଛୁ। ଏଣୁ କେତେ ଏଣ୍ଡ ସମୟକୁ ଆମମାନେ ଆସିଯାଇଛୁ। ଏଣୁ ପ୍ରଭୁଙ୍କ ନିମନ୍ତେ, ତାଙ୍କର ରାଜ୍ୟ ନିମନ୍ତେ ଆମମାନେ ଯେପରି ପ୍ରସ୍ତୁତ ଜୀବନ କାଟିବା। ପ୍ରଭୁ ଏହି ସମସ୍ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ ବୁଝିବା ପାଇଁ। ପବିତ୍ର ଆତ୍ମାଙ୍କର ଶକ୍ତି ପ୍ରଭୁ ଆମ ସମସ୍ତଙ୍କୁ ଦିଅନ୍ତୁ। ପ୍ରଭୁ ଏହି ସମସ୍ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ମୋତେ ଏହି ସୁଯୋଗ ଦେଇଥିବାରୁ ଆଉ ବିଶେଷ ଭାବରେ ପିଟର ଭାଇଙ୍କୁ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ସମସ୍ତଙ୍କୁ ନମସ୍କାର। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଅତି ସୁନ୍ଦର ପୁଣି ଜାଗ୍ରତର ବାକ୍ୟ, ସୁଚେତନାର ବାକ୍ୟ ଆଉ 3ଟା ପୃଥିବୀ ବିଷୟରେ ଆପଣ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କଲେ। ନିଶ୍ଚିତ ଭାବରେ ଆମେ ଏବେ ତୃତୀୟ ପୃଥିବୀରେ ରହିଛେ। ପୁଣି ପ୍ରଥମ ପୃଥିବୀ ପରମେଶ୍ୱର ଜଳ ଦ୍ୱାରା ଧ୍ୱଂସ କରିଥିଲେ। ଦ୍ୱିତୀୟ ପୃଥିବୀ ନହଙ୍କ ଦ୍ୱାରା ସେଇଟା ମଧ୍ୟ ଜଳ ଦେଇ ଧ୍ୱଂସ କରିଥିଲେ। ପୁଣି ତୃତୀୟ ପୃଥିବୀରେ ଆମେ ଅଛୁ। ଏଇଟା ମଧ୍ୟ ପ୍ରଭୁ ଅଗ୍ନି ଦ୍ୱାରା ଧ୍ୱଂସ କରିବା ନିମନ୍ତେ ସଞ୍ଚିତ କରି ଅଛନ୍ତି। ତ ଆମମାନେ